लोकत्रय उपकरण जद अनुग्रहेण तस्मै नमस्तौदरस्तभवाः जोग निद्रावसान विकसन्न नलिने क्षणाय। हे स्त्रवणीय पुरुष, ଆପଣଙ୍କ ଅନୁଗ୍ରହ ଯୋଗୁ ନାଭି କମଳରୁ ବ୍ରହ୍ମାଣ୍ଡ ସୃଷ୍ଟି ଅର୍ଥେ ମୁଁ ବ୍ରହ୍ମା ଉତ୍ପନ୍ନ ହୋଇଅଛି। ଆପଣ ଯେତେବେଳେ ଯୋଗ ନିଦ୍ରାରେ ଶୟନ କରି ଆନନ୍ଦ ଅନୁଭବ କରୁଥିଲେ, ସେତେବେଳେ ବ୍ରହ୍ମାଣ୍ଡର ସମସ୍ତ ଲୋକମଣ୍ଡଳ ଆପଣଙ୍କର ଦିବ୍ୟ ଉଦରରେ ସ୍ଥାନ ପାଇଥିଲେ। ଯୋଗ ନିଦ୍ରାର ଅବସାନ ପରେ ବର୍ତ୍ତମାନ ଆପଣଙ୍କ ନୟନ କମଳ ବିକଶିତ ହୋଇଅଛି। ବ୍ରହ୍ମା ଏଇ ସତରେ କହୁଛନ୍ତି ଯେ ଆପଣ ଯୋଗ ନିଦ୍ରାର ଶୟନ ପରେ ଏବେ ଉଠୁଛନ୍ତି, ମାନେ ଜଷ୍ଟ ଆଖି ଖୋଲୁଛନ୍ତି। ଆମର ଯୋଉମାନେ ପୂଜାରୀ ଡିପାର୍ଟମେଣ୍ଟ ସେବା କରନ୍ତି, ବ୍ରହ୍ମଚାରୀ ଭକ୍ତ ବା ଅନ୍ୟ ଭକ୍ତ ମାନେ, ସେମାନେ ଭଗବାନଙ୍କୁ 3ଟା 36 ପରେ ଉଠାନ୍ତି। ଯୋଉ ଅଷ୍ଟକାଳୀୟ ଲୀଳା, ସେଥିମଧ୍ୟରୁ ବ୍ରାହ୍ମ ମୁହୂର୍ତ୍ତ ଭଗବାନଙ୍କର ମାନେ ପ୍ରାତଃକାଳୀନ ଲୀଳା ଆରମ୍ଭ ହୁଏ 3ଟା 36। 3ଟା 36 ପୂର୍ବରୁ ଭଗବାନ ଉଠାଯାଏ। 3ଟା 36 ପରେ ଭଗବାନଙ୍କୁ ଯୋଉ ପୂଜାରୀ ସବୁ ଭକ୍ତ ମାନେ ଉଠାନ୍ତି, ସେଠି ଗୋଟେ ବହୁତ ସୁନ୍ଦର ଶ୍ଲୋକ ଅଛି, ଉତ୍ତିଷ୍ଠ ଉତ୍ତିଷ୍ଠ। ଏଇ ଶ୍ଲୋକରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି, ହେ ପ୍ରଭୁ ଦୟାମୟ କୃପାସିନ୍ଧୁ ଜଗତ କଲ୍ୟାଣକାରୀ, ଆପଣ ଉଠନ୍ତୁ। ଆପଣଙ୍କର ପବିତ୍ର ଏ ଯୋଉ ଦିବ୍ୟ ଶୁଭ ଦୃଷ୍ଟି ଏ ଜଡ ଜଗତ ଉପରେ ପକାନ୍ତୁ, ଏ ସମସ୍ତ ବଦ୍ଧ ଜୀବ ଉପରେ ପକାନ୍ତୁ। ଭଗବାନଙ୍କର ଦୃଷ୍ଟି ଦିବ୍ୟ ଦୃଷ୍ଟି, ଶୁଭ ଦୃଷ୍ଟି, ସମସ୍ତଙ୍କର ମଙ୍ଗଳମୟ ହବ। ଭଗବାନଙ୍କ ଦୃଷ୍ଟି ବିଷୟରେ ଗୋଟେ ଲୀଳା ମୋର ମନେ ପଡୁଛି। ବୃନ୍ଦାବନରେ ବାଙ୍କି ବିହାରୀ ଭଗବାନଙ୍କର ପାଖରେ, ବୃନ୍ଦାବନରେ ଜଣେ ସାଧୁ ଥିଲେ, ସେ ଜନ୍ମରୁ ଅନ୍ଧ, କିନ୍ତୁ ସେ ପ୍ରତ୍ୟେକ ଦିନ ବାଙ୍କି ବିହାରୀଙ୍କୁ ଦର୍ଶନ କରିବା ପାଇଁ ଯାଆନ୍ତି। ଏ ବିଷୟରେ କହୁଛନ୍ତି ଆମର ପରମ ପୂଜ୍ୟ ପରମ ଶିଶୁ ଗୁରୁଦେବ କହୁଛନ୍ତି କ୍ଲାସରେ। କିଛି ୟଙ୍ଗ ଷ୍ଟେଜ ପିଲା, ଆଜିକାଲିକା ପିଲା ଆପଣମାନେ ଜାଣନ୍ତି, ଥରେ ଗୋଟେ ଦିନ ସେ ବାଙ୍କି ବିହାରୀ ମନ୍ଦିର ପାଖରେ ଲୋକ, ସେ ମାନେ ବୃନ୍ଦାବନର ପିଲା ସେମାନେ ଥିଲେ ସେଇଠି ବ୍ରଜବାସୀ। କହିଲେ ବାବା ସମସ୍ତେ ଆଉଛନ୍ତି ଠାକୁରଙ୍କୁ ଦେଖିବା ପାଇଁ, ତମେ କଣ ପାଇଁ ଆଉଛ? ମୁଁ ତ ଆଖି ନାହିଁ, କାହାକୁ ଦେଖିବି? ତ ସେଇଠି ଗୁରୁଦେବ କହୁଛନ୍ତି, ସେ ସାଧୁ ଜଣକ ଉତ୍ତର ଦଉଛନ୍ତି, ଜନ୍ମରୁ ଯେ ଅନ୍ଧ, କହୁଛନ୍ତି ଆରେ ବାବା ମୁଁ ସିନା ଅନ୍ଧ, ମୋର କର୍ମର ଫଳରୁ ବା କର୍ମ ପୂର୍ବ କର୍ମର ପ୍ରଭାବରୁ ମୋର କର୍ମଫଳ ଭୋଗିବା ପାଇଁ ପଡୁଛି, ଭଗବାନ ମତେ ଅନ୍ଧ କରିଛନ୍ତି। କିନ୍ତୁ ମୁଁ ଯାହା ସାମ୍ନାକୁ ଆସିଛି, ସିଏ କଣ ଅନ୍ଧ? କୋଟି କୋଟି ବ୍ରହ୍ମାଣ୍ଡକୁ ସିଏ ତା ବଡ ବଡ ଆଖିରେ ଦେଖୁଛି। ତ ସିଏ ଦେଖିବ କମ ସେ କମ ଆଜି ତାର ସେବକ ଆସିକି ତା ଦୁଆରେ ହାଜିରା ପକେଇ ଯାଇଛି, ଯେ ମୋର ଯୋଉ ସେବା, ମାନେ ଯାହାର ଭୟରେ ଚନ୍ଦ୍ର ସୂର୍ଯ୍ୟ ଇନ୍ଦ୍ର ମତ ଭୟାତ, ଭଗବାନ କହୁଛନ୍ତି ଯାହାର ଭୟରେ ଦେବାଦେବୀ ମାନେ ଗୋଟେ ନିମିଷ ମାତ୍ର ବିଳମ୍ବ କରନ୍ତିନି ସେବାରେ, ସେଇ ପ୍ରଭୁଙ୍କ ସାମ୍ନାରେ ମୁଁ ଆଜି ଆସିକି ମୁଁ ହାଜିରା ଦେଇକି ଯାଇଛି। ସେ ଦେଖିବେ ମୋ ସେବକଟା ଆସିକି ହାଜିରା ଦେଇକି ଯାଇଛି। ଏ ହଉଛି ଭଗବାନଙ୍କର ଦୃଷ୍ଟି। ବାସ୍ତବିକ ଆମେ ସମସ୍ତେ ଭାବନ୍ତି ଆମେ ଗଲେ ଭଗବାନ ଦର୍ଶନ କରିକି ଆସିଲେ, ବା ବୃନ୍ଦାବନ ବା ପୁରୀ ବା ମାୟାପୁର ଭଗବାନଙ୍କର ଧାମ ବା ଭଗବାନଙ୍କର ଭକ୍ତ ସମସ୍ତଙ୍କୁ ଦର୍ଶନ କଲେ। କିନ୍ତୁ ବାସ୍ତବିକ କୋଉଦିନ କବେ ସେଦିନ ହବ ଯୋଉଦିନ ଭଗବାନ ଆମକୁ ଦେଖିବେ। ଯଦି ଭଗବାନ ଆମକୁ ଦେଖିଦେଲେ ଥରେ, ସେଇଦିନ ଆମର ସବୁ କିଛି ମଙ୍ଗଳ ହେବ। ଏବଂ ଦେଖୁଛନ୍ତି ବି, ଆପଣମାନେ ଯୋଉ ଭଗବାନଙ୍କର ସେବା କରୁଛନ୍ତି, ଭଗବାନ ଆପଣମାନଙ୍କର କୃପା ଦୃଷ୍ଟି ରଖିଛନ୍ତି ବୋଲି ଆପଣମାନେ ଆଜି ଏଇଭଳିଆ ସ୍ଥିତିରେ, ଏଇ କଳିହତ ଜଗତରେ ଦିବ୍ୟ ଚେତନାପୂର୍ଣ୍ଣ କୃଷ୍ଣ ଭାବନାମୃତ ସଂଘରେ ଜଡିତ ହେଇଛନ୍ତି, ସଦ୍ଗୁରୁଙ୍କୁ ପ୍ରାପ୍ତ ହେଇଛନ୍ତି ଏବଂ ଏଇ ନବଦା ଭକ୍ତିରେ ସବୁ ସବୁ ସମୟରେ ଜଡିତ ହେଇକି ଅଛନ୍ତି। ଏଇଟା ହଉଛି ଭଗବାନଙ୍କର ଶୁଭ ଦୃଷ୍ଟି, ଦୃଷ୍ଟି। ସେଇଠି ପ୍ରଭୁପାଦ ମହାରାଜ ଲେଖିଛନ୍ତି ଭାବାର୍ଥରେ, ଶ୍ରୀ ବ୍ରହ୍ମାଜୀ ଆମମାନଙ୍କୁ ସକାଳ 4ଟାରୁ ରାତି 10ଟା ପର୍ଯ୍ୟନ୍ତ ଅର୍ଚ୍ଚନ ବିଧି ଶିଖାଉଛନ୍ତି। ବ୍ରହ୍ମା ଏଇଠି ଯୋଉ ଭଗବାନଙ୍କୁ କହୁଛନ୍ତି, ଭଗବାନ ବର୍ତ୍ତମାନ ଶୟନ ପରେ ଉଠୁଛନ୍ତି, ତ ଆମ ପରମ୍ପରାରେ ବ୍ରହ୍ମା ଭଗବାନଙ୍କ ପରେ ବ୍ରହ୍ମା ଆସିଛନ୍ତି, ବ୍ରହ୍ମମାଧ୍ୟ ଗୌଡୀ ପରମ୍ପରା। ତ ବ୍ରହ୍ମାଜୀ ଆମକୁ ଏଠି ଅର୍ଚ୍ଚନ ପ୍ରକ୍ରିୟା ଶିକ୍ଷା ପ୍ରଦାନ କରୁଛନ୍ତି।
এই ପ୍ରସଙ୍ଗରେ ଆଉ ଗୋଟେ କଥା ମନେ ପଡୁଛି କ୍ଲାସରେ ପଢିଲା ବେଳେ ଭକ୍ତି ଗୌରବ ସେ ଶିକ୍ଷକ କହୁଥିଲେ ସାର୍ କହୁଥିଲେ ଯେ ପ୍ରହ୍ଲାଦାନନ୍ଦ ସ୍ୱାମୀ ମହାରାଜ ଆମର ଯୋଉ ଇସ୍କନ ଜଣେ ଉପାଦାନ ଶିଷ୍ୟ ଅଛନ୍ତି ସିଏ ଥରେ ଗୋଟେ ମନ୍ଦିରରେ ପୂଜାରୀ ଥିଲେ ତ ଭଗବାନଙ୍କୁ ଅଲରେଡି ସ୍ୱୟଂ ଦେଇ ଦେଇଛନ୍ତି ତ କିଛି କାର୍ଯ୍ୟବଶତଃ ବୋଧ ହୁଏ ଏଇଟା ଦିନ ବେଳା ସମୟ ମାନେ ମଧ୍ୟାହ୍ନ ପରେ ଯୋଉ ଶୟନ କିଛି କାର୍ଯ୍ୟବଶତଃ ପ୍ରେସିଡେଣ୍ଟ କିଛି ମିସ୍ତ୍ରୀ କି ନେଇକି ଆସୁଛନ୍ତି ମନ୍ଦିରରେ କାମ କରିବା ପାଇଁ କାରଣ ଠାକୁର ଅଲ୍ଟର ଖୋଲା ବେଳେ ମାନେ ଦର୍ଶନାର୍ଥୀ ଦର୍ଶନ କରିବେ ଭକ୍ତ ଦର୍ଶନ କରିବେ ସେଇ ସମୟରେ କିଛି କାମ କରିହବନି ଆଉ ପ୍ରେସିଡେଣ୍ଟଙ୍କର କାମ ହେଲା କେମିତି ମନ୍ଦିର ଚାଲିବ ସେ କିପରି ଭକ୍ତ ମାନେ ମନ୍ଦିରର ସେବା ସବୁ ଠିକ ଠାକ ଚାଲିବ ତାଙ୍କର ଆଉ କିଛି ଏତେ ଧ୍ୟାନ ନାହିଁ ସବୁବେଳେ ଧ୍ୟାନ ରଖିବେ କିପରି ମନ୍ଦିର ଭକ୍ତ ରହନ୍ତୁ ଏବଂ ମନ୍ଦିର ଚାଲୁ ସବୁବେଳେ ମନ୍ଦିର କିପରି ଠିକ ଠାକ ଚାଲିବ ସେଇଟା ଉପରେ ବେଶୀ ତାଙ୍କର ଧାରଣା ଥାଏ ଧ୍ୟାନ ଥାଏ ତେଣୁକରି ମହାରାଜ ସେତେବେଳେ ମହାରାଜ ହେଇନଥିଲେ ପ୍ରଭୁ ଥିଲେ ତ ସେମାନେ ଦେଇକି ଆସିଛନ୍ତି ପ୍ରେସିଡେଣ୍ଟ କହିଲେ ମନ୍ଦିର ମହାରାଜ କହୁଛନ୍ତି ଏବେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସ୍ୱୟଂ ଦେଇଦେଇଛି ପ୍ରେସିଡେଣ୍ଟ କହିଲେ ହଁ ଠିକ ଅଛି ସ୍ୱୟଂ ଦିଆହବ କିଛି ଅସୁବିଧା ନାହିଁ ଖୋଲ ଖୋଲିଲେ ଖୋଲିକି ୱାର୍କର ସେବକ ମଧ୍ୟ ଯେ କାମ କରେ ସେମାନେ ମଧ୍ୟ ନେଲେ କାମ ଚାଲିଲା ମହାରାଜଙ୍କୁ ଭଲ ଲାଗୁନି ଠାକୁର ଜଷ୍ଟ ସ୍ୱୟଂ ଦେଇକି ଆସିଛନ୍ତି ମହାରାଜ ବି ପ୍ରେସିଡେଣ୍ଟ ପ୍ରଭୁଙ୍କ ସହିତ ଯାଇଛନ୍ତି ଏବଂ ମହାରାଜ ସେଠି ଫିଲ୍ କରୁଛନ୍ତି ଯେ ଜଗନ୍ନାଥ ବଳଭଦ୍ର ତ ଶୋଇଛନ୍ତି ସୁଭଦ୍ରା ମାନେ ମିଟି ମିଟି କରି ଅନଉଛି କଣ ହଉଛି ସେ ଦେଖୁଛନ୍ତି ମାନେ ଟିକେ ଟିକେ ଆଖି ଗଲି ଟିକେ ଟିକେ ଦେଖୁଛି କଣ ହଉଛି ଏଠି ସବୁ କଣ କିଏ ଆସିଛନ୍ତି କଣ କରୁଛନ୍ତି ସୁଭଦ୍ରା ମାନେ ଦେଖୁଛନ୍ତି ତ ତାପରେ କାମ ସରିଲା କାମ ସରିଲା ପରେ ମହାରାଜ ପୁନର୍ବାର ଆଉ ଥରେ କ୍ଷମା ପ୍ରାର୍ଥନା କରି ଭଗବାନଙ୍କୁ ମାନେ ସ୍ୱୟଂ ଦେଇକି ଆସିଲେ ଏଇ କଥାଟା ଥରେ ପ୍ରହ୍ଲାଦ ମହାରାଜ କୌଣସି ମାନେ ସେବା ଭିତ୍ତିରେ ପ୍ରସଙ୍ଗରେ ସେୟାର କରିଛନ୍ତି ସେ କଥାକୁ ସେ ପ୍ରଭୁ କହୁଥିଲେ ଭଗବାନ ଭକ୍ତର ଭାବର ମାନେ ପ୍ରେମ ଭରା ସେବାକୁ କିପରି ଗ୍ରହଣ କରେ ପ୍ରଭୁପାଦ ମହାରାଜ ମତେ ଏଇଠି କହୁଛନ୍ତି ଯେ ବ୍ରହ୍ମା ଯେହେତୁ ଆମକୁ ଶିକ୍ଷା ପ୍ରଦାନ କରୁଛନ୍ତି ଅର୍ଚନ ବିଧିର ତେଣୁକରି ଆମର ଅର୍ଚନ ସେବା ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ ସେବା ଭଗବାନଙ୍କର ପ୍ରତ୍ୟେକ ସେବା ଦିବ୍ୟ ସେବା କେବେ ଆମେ ମନରେ ମାନେ କଷ୍ଟ ଆଣିବାନି କି ସେ ପ୍ରଚାର କରୁଛନ୍ତି ସେ ପ୍ରଚାର ତାଙ୍କର ବହୁତ ଫଲୋଅର ହେଇଗଲେ ତାଙ୍କର ବ୍ୟାସାସନ ବସିଲେ ତାଙ୍କର ଫୁଲହାର ପିନ୍ଧୁଛନ୍ତି ବ୍ୟାସାସନ ଉଠୁ ଉଠୁ 50 100 ଭକ୍ତ ପ୍ରଣାମ କରୁଛନ୍ତି ପ୍ରଭୁ ଗୋଟେ ସେଲଫି ଏ ଆଜିକାଲି ଯୋଉ ସୋସାଇଟି ନା ଭଗବାନଙ୍କର ପ୍ରତ୍ୟେକ ସେବା ଇମ୍ପୋର୍ଟାଣ୍ଟ ବିଶେଷ କରି ଆପଣ ତ ପ୍ରାୟ ସମସ୍ତେ ଓଡିଆ ଲୋକ ଜାଣିଥିବେ ଭଗବାନଙ୍କର ଯେ ସବୁଠୁ ବଡ ଭକ୍ତ ସେ ଭଗବାନଙ୍କର ସବୁଠୁ ନଗଣ୍ୟ ସେବା କରିବା ପାଇଁ ଇଚ୍ଛା କରନ୍ତି ଯୋଉଟା ଭାବୁଥିବେ ଆଜିକାଲି ଦୁନିଆରେ ଯୋଉଟା ନଗଣ୍ୟ ସେବା କେବେ ନଗଣ୍ୟ ନୁହଁ କି ବଡ ନୁହଁ ତାର ଏକ୍ସାମ୍ପଲ ହଉଛନ୍ତି ପୁରୀ ରାଜା ଜଗନ୍ନାଥଙ୍କର ପ୍ରଥମ ସେବା କରୁଛନ୍ତି ରାଜା ସିଏ ଜଗନ୍ନାଥଙ୍କର ଝାଡୁ ସେବା କରୁଛନ୍ତି ସେବା ସମସ୍ତେ ଇମ୍ପୋର୍ଟାଣ୍ଟ କୌଣସି ସେବା ବଡ ନୁହଁ କି ଛୋଟ ନୁହଁ ଭଗବାନ ଭକ୍ତର ଯୋଗ୍ୟତା ଅନୁସାରେ ସେବା ପ୍ରଦାନ କରନ୍ତି ଗୁରୁଦେବ ବି ଭକ୍ତର ଶିଷ୍ୟର ଯୋଗ୍ୟତା ଅନୁସାରେ ସେବା ପ୍ରଦାନ କରନ୍ତି କେବେ ମନରେ ଆଣିବେନି କି ମୁଁ ଭଗବାନ ପାଇଁ ରୋଷେଇ କରୁଛି ସାରା ଜୀବନ ରୋଷେଇ କଲି ମତେ କେହି ଚିହ୍ନିଲେନି କି ଭଗବାନ ମତେ ଭକ୍ତ କେହି ଜାଣିଲେନି ମୋ ଜୀବନ ଟା ବେକାର ହେଇଗଲା ନା ଭଗବାନଙ୍କର ସବୁ କିଛି ସେବା ଇମ୍ପୋର୍ଟାଣ୍ଟ କିନ୍ତୁ ଏଠି ମୁଖ୍ୟ ବିଷୟବସ୍ତୁ ହଉଛି ଭାବ ନିଜର ମନୋଭାବକୁ ପବିତ୍ର ଏବଂ ଶୁଦ୍ଧ ସାତ୍ବିକ ଚେତନାରେ ଆଣିକି ଭଗବାନ ସେବା କରନ୍ତି 22 ନମ୍ବର ସ୍ୱୟଂ ସମସ୍ତ ଜଗତାଂ ସୁହୃଦେ ଆତ୍ମା ସତ୍ୟେନ ଜନ୍ମୂଳୟତେ ଭଗବାନ ଭଗେନ ଏନୈବ ମେ ଦୃଶମ୍ ଅନୁସ୍ପୃଶତାଦ୍ୟ ତଥାହଂ ସଖ୍ୟାମି ପୂର୍ବବଦିଦଂ ପ୍ରଣତ ପ୍ରୟଶ୍ଚ ଭଗବାନ ଆପଣ ସମସ୍ତ ଜଗତର ଏକମାତ୍ର ସୁହୃତ ଆତ୍ମା ଆପଣ ଜ୍ଞାନ ଐଶ୍ୱର୍ଯ୍ୟ ଦ୍ଵାରା ବିଶ୍ୱର ସୁଖ ବିଧାନ କରନ୍ତି ଆପଣ ଭକ୍ତ ବତ୍ସଳ ମୁଁ ମଧ୍ୟ ଆପଣଙ୍କର ପ୍ରଣତି ଭକ୍ତ ସେଇ ପ୍ରଜ୍ଞା ମତେ ପ୍ରଦାନ କରନ୍ତୁ ଯଦ୍ୱାରା ମୁଁ ପୂର୍ବକଳ୍ପ
ଭଳି ଏଇ ବିଶ୍ୱ ସୃଷ୍ଟି କରିବାକୁ ସମର୍ଥ ହେଲି। ଏଇ 4ଟା ଶ୍ଲୋକରେ ବ୍ରହ୍ମା କଣ ଚାହାନ୍ତି ପ୍ରାର୍ଥନା କରୁଛନ୍ତି। 22, 23, 24, 25। ସେ ଭଗବାନ ତାଙ୍କୁ ସୃଷ୍ଟି କଲେ, ବର୍ତ୍ତମାନ ସେ କଣ କଣ ନିଜେ କରିବା ପାଇଁ ଚାହୁଁଛନ୍ତି ପ୍ରାର୍ଥନା କରୁଛନ୍ତି। ତେଣୁକରି ଆମର ବି ଏଇଠି ଶିକ୍ଷା ମିଳୁଛି ଯେ ଆମେ ଯଦି ଭଗବାନ ଗୁରୁ ବୈଷ୍ଣବର ପ୍ରୀତି ପାଇଁ କିଛି କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି, ମନରେ କିଛି ସଂକଳ୍ପ ଆସୁଛି, ତ ଭଗବାନଙ୍କୁ ସେଥିପାଇଁ ପ୍ରାର୍ଥନା କରିବା ଦରକାର। ପ୍ରାର୍ଥନା କଲେ ଭଗବାନ ନିଶ୍ଚୟ ସେବାର ସୁଯୋଗ ଦେବେ ଏବଂ ଆମର ପରମାର୍ଥିକ ମଙ୍ଗଳ ହେବ। ତାର ପ୍ରକୃଷ୍ଟ ଏକ୍ସାମ୍ପଲ ଆମର ଆଚାର୍ଯ୍ୟ ସମସ୍ତଙ୍କର ଅତି ପ୍ରିୟ ନିଜର ପରମ ପୂଜ୍ୟ ପରମାରାଧ୍ୟ ଶ୍ରୀ ଶ୍ରୀମଦ୍ ଜଗତଗୁରୁ ଶିଳ ଅଭୟଚରଣାନନ୍ଦ ଭକ୍ତି ବେଦାନ୍ତ ସ୍ୱାମୀ କୃଷ୍ଣ ପ୍ରଭୁପାଦ ମହାରାଜ। ଏଇ ପ୍ରସଙ୍ଗରେ ମୋର ଗୋଟେ କଥା ମନେ ପଡେ, ଏଇ ଯୋଉ ସଂକଳ୍ପ ବିଷୟରେ। ପ୍ରଭୁପାଦ ମହାରାଜ ଯେତେବେଳେ ବମ୍ବେରେ ବ୍ୟାକ୍ ଟୁ ଗଡ୍ ଭଗବତ ଦର୍ଶନ ପ୍ରଚାର କରୁଥିଲେ, ପ୍ରଥମେ ଇସ୍କନ କରିନଥିଲେ, ଆଗ୍ରା ରହୁଥିଲେ, ବମ୍ବେ ଯାଆନ୍ତି ପ୍ରେସ୍ କିଛି ଭିକ୍ଷା ଗ୍ରହଣ କରିବା ପାଇଁ, ସଂଗ୍ରହ କରିବା ପାଇଁ ଏବଂ ଏଇ ଯୋଉ ମନ୍ଥଲି ମ୍ୟାଗାଜିନ୍ ପ୍ରଚାର କରିବା ପାଇଁ। ଏଇ ଯୋଉ ବର୍ତ୍ତମାନ ଆଜି ଯୋଉ ଜୁହୁ ଟେମ୍ପଲ କରାହେଇଛି, ପ୍ରଭୁପାଦ ମହାରାଜ ସେଇ ସମୟ ଯିବା ସମୟରେ ଦିନେ ଭାବୁଥିଲେ ଯଦି ଏଇଭଳିଆ ଗୋଟେ ଜାଗା ଭଗବାନ ମତେ ଦିଅନ୍ତେ, ତାହେଲେ ମୁଁ ଭଗବାନ ପାଇଁ ଗୋଟେ ସୁନ୍ଦର ମନ୍ଦିର କରନ୍ତି। ଭଗବାନ ପର୍ଟିକୁଲାର ସେଇ ଜାଗାଟା ହିଁ ଦେଲେ। ଅବଶ୍ୟ ବହୁତ କଷ୍ଟରେ ଜାଗାଟା ହାସଲ କରାହେଲା, ବହୁତ ଭକ୍ତ ସେଥିପାଇଁ ବହୁତ କଷ୍ଟ କରିଛନ୍ତି ପ୍ରଭୁପାଦଙ୍କର ଶିଷ୍ୟ ଶିଷ୍ୟା ମାନେ। ପ୍ରଭୁପାଦ ଭଗବାନ ଆଜ ଇଟ୍ ଇଜ ପର୍ଟିକୁଲାର ସେଇ ଜାଗାଟା ହିଁ ଦେଇଛନ୍ତି ପ୍ରଭୁପାଦ। ଏଇ ବିଷୟରେ ଆଉ ଗୋଟେ କଥା ମନେ ପଡେ, କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ ଯେତେବେଳେ ଅର୍ଜୁନଙ୍କର ପୁଅ କଣ ତାଙ୍କ ନାଁ ମନେ ପଡୁନି, ଅଭିମନ୍ୟୁ। ଅଭିମନ୍ୟୁକୁ 7 ଜଣ ରଥୀ 70 ରଥୀ ମିଶି ସଂଗ୍ରାମ ବଦ୍ଧ କରୁଛନ୍ତି ଏବଂ ଏଥିରେ ମୁଖ୍ୟ ଭୂମିକା ହଉଛି ଜୟଦ୍ରଥ। କଣ ପାଇଁ ନା ଜୟଦ୍ରଥ ସେଦିନ ଅର୍ଜୁନକୁ ଅଲଗା ଆଡକୁ ନେଇଯାଇଥିଲେ। ତ ଅର୍ଜୁନ ଶପଥ କରୁଛନ୍ତି କାଲି ସୂର୍ଯ୍ୟାସ୍ତ ପୂର୍ବରୁ ଜୟଦତ୍ତର ମୃତ୍ୟୁ ନହେଲେ ମୁଁ ବୀରଗତି ନେଇଯିବି। ତ ଏଇ ଯେତେବେଳେ ଆପଣ ସବୁ ଜିନିଷ ଜାଣିଛନ୍ତି, ସେଦିନ ତା ପରଦିନ କୌରବଙ୍କର ଯୁଦ୍ଧ କିଛି ନାହିଁ। କଣ ଅର୍ଜୁନ ସାମ୍ନାରୁ ଜୟଦତ୍ତକୁ ଦୂରେଇକି ରଖିବା, ଅର୍ଜୁନ ଯେମିତି ଜୟଦତ୍ତକୁ ଦେଖି ନପାରିବେ। ତାହେଲେ ସନ୍ଧ୍ୟା ହେଲା ମାନେ ଅର୍ଜୁନ ଜୟଦତ୍ତ ବଞ୍ଚିଗଲା, ଅର୍ଜୁନ ଅଟୋମେଟିକ ବୀରଗତି, ଅର୍ଜୁନ ବୀରଗତି କଲା ମାନେ ପାଣ୍ଡବଙ୍କର ଶେଷ। ତ ସନ୍ଧ୍ୟା ଭଗବାନଙ୍କର ବି ମାୟା ଆପଣ ମାନେ ସବୁ ଜାଣିଛନ୍ତି। ସନ୍ଧ୍ୟା ହେଇ ଆସୁଛି, ମାନେ ପୁରା ଶବ ଦାହ ପୁରା ଅଗ୍ନି ବ୍ୟବସ୍ଥା କରାଯାଉଛି, କାଠ ଉପରେ ଅର୍ଜୁନ ଶୋଇଛନ୍ତି। ତ ଭଗବାନ କହୁଛନ୍ତି ଅର୍ଜୁନ ତୁ କାହା ବଳରେ ଏତେ ବଡ ବଡ ସଂକଳ୍ପ କରୁଛୁ। ଏଇ ସଂକଳ୍ପ ବିଷୟରେ ଯୋଉ କଥା ଆସୁଛି ଏଇଟା, ଯେ ଆମର ମନରେ ପ୍ରଶ୍ନ ଆସେ ଆମେ ଏତେ ବଡ ଭକ୍ତ ନୁହଁ, ଆମେ ନଗଣ୍ୟ ଭକ୍ତ, ଆମେ କାହିଁକି ଏତେ ବଡ ବଡ ସଂକଳ୍ପ କରିବା, ବହୁତ ଭକ୍ତ ଭାବନ୍ତି। ତ ଅର୍ଜୁନ କହୁଛନ୍ତି ହେ ପାର୍ଥ ସାରଥୀ, ମୋର ଆଉ ବ୍ରହ୍ମାଣ୍ଡର କିଏ ଅଛି, ତୋ ବିନା ମୋର କିଏ ଅଛି, ମୁଁ ଯାହା କରୁଛି ଆଜି ପର୍ଯ୍ୟନ୍ତ ତୋ ବଳରେ ମୁଁ ବଳିଆ। ଏତିକି କଥାରେ ଭଗବାନ ଖୁସି ହେଇଛନ୍ତି। ତ ଆପଣ ମାନେ ବି ଜଣେ ଜଣେ ଭକ୍ତ, ଆଉ ଭଗବାନ তোমার ହୃଦୟ ସଦା ଗୋବିନ୍ଦ ବିଶ୍ରାମ, ଭକ୍ତର ହୃଦୟରେ ଭଗବାନ ବାସ କରନ୍ତି। କୋଟି କୋଟି ବ୍ରହ୍ମାଣ୍ଡର ମାଲିକ, ଏତେ ବଡ ଧନୀ, ଏତେ ବଡ ଲୋକ ଯଦି ତମର ଛୋଟ ହୃଦୟରେ ବାସ କରି ପାରିଲା, ତାହେଲେ ତମେ ଭଗବାନଠୁ ବଡ ନା ଛୋଟ? ତାହେଲେ ଜଗତର କଲ୍ୟାଣ ପାଇଁ ବୈଷ୍ଣବଙ୍କର ପ୍ରୀତି ଅର୍ଥେ, ଭଗବାନଙ୍କର ପ୍ରୀତି ଅର୍ଥେ ଆପଣ ଯେତେ ବଡ ସଂକଳ୍ପ କଲେ ବି ସେଟା ବଡ ନୁହଁ, ସେ ତମଠୁ ଛୋଟ ସଂକଳ୍ପ। କିନ୍ତୁ ମୁଖ୍ୟ ବିଷୟବସ୍ତୁ ଏଠି କଣ, ଗୁରୁ ଗୌରାଙ୍ଗ ବୈଷ୍ଣବ ଏବଂ ଜଗତର କଲ୍ୟାଣ ପ୍ରୀତ୍ୟର୍ଥ ହେଇଥିବା ସଂକଳ୍ପ। ତ ଏଇ 4ଟି ଶ୍ଲୋକରେ ବ୍ରହ୍ମା ତାଙ୍କର ସୃଜନଶୀଳ ମାନେ ଇଚ୍ଛା କିପରି ସୃଷ୍ଟି କରିବେ, ଜଗତ ଆରମ୍ଭ କରିବେ, ସେ ବିଷୟରେ କହୁଛନ୍ତି। ଏଇ ଶ୍ଲୋକରେ ବିଶେଷ କରି ବ୍ରହ୍ମା ଆଉଥରେ ଭଗବାନଙ୍କର ଶରଣାଗତ ସ୍ୱୀକାର କରିଛନ୍ତି।
ଏବଂ ତାଙ୍କର କୃପା ପାଇବା ପାଇଁ ପ୍ରାର୍ଥନା କରୁଛନ୍ତି। ତୁମେ କୃପା କର, ତୁମ କୃପାରୁ ଯେମିତି ଏ ସୃଷ୍ଟି କାର୍ଯ୍ୟ ମୁଁ କରିପାରେ। 23 ଏସ ପ୍ରପନ୍ନ ବରଦ ରମେ ଆତ୍ମଶକ୍ତ୍ୟା ଯଦ୍ୟତ କରିଷ୍ୟତି ଗୃହୀତ ଗୁଣାବତାର ତସ୍ମିन् ସ୍ୱବିକ୍ରମम् ଇଦଂ ସୃଜତୋऽପि ଚେतो ଯୁଞ୍ଜିତ କର୍ମ ସମଲଂ च ତଥା ବିଜହାମ। ପରମେଶ୍ୱର ଭଗବାନ ସର୍ବଦା ପ୍ରଣତ ଜନଗଣଙ୍କର ବରପ୍ରଦ ଅଟନ୍ତି। ତାଙ୍କର କ୍ରିୟା ସମୂହ ସର୍ବଦା ତାଙ୍କର ଅନ୍ତରଙ୍ଗା ଶକ୍ତି ରମା ବା ଲକ୍ଷ୍ମୀ ଦେବୀଙ୍କ ସାହାଯ୍ୟରେ ଅନୁଷ୍ଠିତ ହୁଏ। ମୁଁ ଏ ଭୌତିକ ଜଗତ ସୃଷ୍ଟି ରୂପ ତାଙ୍କର ସେବାରେ ଯେପରି ସର୍ବଦା ନିଯୁକ୍ତ ରହିବି, ସେଥିପାଇଁ ପ୍ରାର୍ଥନା କରେ ଏବଂ ପୁନଶ୍ଚ ପ୍ରାର୍ଥନା କରେ ଯେପରିକି ମୁଁ ମୋର କର୍ମ ଯୋଗୁଁ ଭୌତିକ ଭାବାପନ୍ନ ହେବି ନାହିଁ। କାରଣ ଏପରି ଭାବରେ ମୁଁ ସୃଷ୍ଟିକର୍ତ୍ତା ରୂପକ ମିଥ୍ୟା ଅହଙ୍କାର, ଗର୍ବ, ଦମ୍ଭ ଆଦିକୁ ପରିତ୍ୟାଗ କରିବାକୁ ସମର୍ଥ ହୋଇପାରିବି। ଠିକ ଏଇଭଳି ପ୍ରାର୍ଥନା ବ୍ରହ୍ମା ଦ୍ୱିତୀୟ ସ୍କନ୍ଧରେ ମଧ୍ୟ ଭଗବାନଙ୍କ ପାଖରେ କରିଛନ୍ତି। ଆପଣମାନେ ପଢିଲା ବେଳେ ଶୁଣିଥିବେ, ଯୋଉ ପ୍ରଭୁ ପଢେଇଥିଲେ। ତ ବିଶେଷ କରି ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି ମଝିରେ ଯେ ସେ ସୃଷ୍ଟିକର୍ତ୍ତା ହିସାବରେ ମିଥ୍ୟା ଅହଙ୍କାର ବଶବର୍ତ୍ତୀ ହୋଇ ଅଯଥା ଗର୍ବ, ଦମ୍ଭ ପ୍ରକାଶ କରିବା ପରିବର୍ତ୍ତେ କିପରି ଭଗବାନ ହାତରେ ଏକ ନିମିତ୍ତ ସ୍ୱରୂପ ହୋଇ ତାଙ୍କର ପ୍ରକୃତ ସ୍ଥିତିରେ ରହିପାରିବେ, ସେଥିପାଇଁ ଇଚ୍ଛା ପ୍ରକାଶ କଲେ। ଭଗବାନଙ୍କର ପ୍ରିୟ ହେବା ଓ ତାଙ୍କର କୃପା ଲାଭ କରିବାର ଏହା ହିଁ ହେଉଛି ପନ୍ଥା। ବିଶେଷ କରି ଯେତେବେଳେ ଜଣେ ଭକ୍ତଙ୍କୁ କିଛି ସେବା ମିଳେ ବା ପୋଷ୍ଟ ପୋଜିସନ ମିଳେ, ବିଶେଷ କରି ଆମର ଏଇ ମାନେ ମନ୍ଦିର ମଠ ମନ୍ଦିର ଭାଷାରେ ସେମାନଙ୍କର ସେତେବେଳେ ଅହଙ୍କାର ବଢିଯାଏ। ସେବେଳେ ଏଇ ବିଷୟରେ ପ୍ରସଙ୍ଗରେ ଆଉ ଟିକେ ପରେ ଆଉ ଗୋଟେ ସତର ମଧ୍ୟ ଆସିବ ଏଇ ଅଧ୍ୟାୟ, ଯେ ଏତେ ଦିନ ପରେ ଚିହ୍ନି ପାରିଲ ଲୋକଟାକୁ, ମତେ ଦେଲେ ଗୋଟେ ସୁଯୋଗ ସେବା କରିବା। ଏଇ ଯୋଉ ମନୋଭାବ ଆସିବ, ଏଇଟା ପୁରା ଏକଦମ ଫଲ ଡାଉନ ର ମୁଖ୍ୟ କାରଣ, ଯୋଉଟା ଆମର ଭକ୍ତ ଭାଷା। ଆଉ ସେତେବେଳେ ଭକ୍ତଙ୍କୁ ଭକ୍ତ ହିସାବରେ ଦୂର କଥା, ମନୁଷ୍ୟ ହିସାବରେ ବି ସାଧାରଣ ମାନବ ହିସାବରେ ଦେଖାଯିବ ନା। ବ୍ରହ୍ମା ଏତେ ବଡ ଭଗବାନଙ୍କର ପ୍ରଥମ ଜୀବ, ପ୍ରଥମ ପୁତ୍ର, ଭଗବାନଙ୍କ ଦ୍ଵାରା ଏତେ ବଡ ବ୍ରହ୍ମାଣ୍ଡର ମାଲିକ ସେବା ପାଇଛନ୍ତି, ମାନେ ମ୍ୟାନେଜମେଣ୍ଟ ସେବା ପାଇଛନ୍ତି। ତାପରେ ଭଗବାନଙ୍କୁ ବ୍ରହ୍ମା ପ୍ରାର୍ଥନା କରୁଛନ୍ତି ମୁଁ ଯେମିତି ମୋ ସ୍ୱରୂପ ସ୍ଥିତି ମାନେ ଜୀବର ସ୍ୱରୂପ କୃଷ୍ଣ ନିତ୍ୟ ଦାସ। ଆଉ କୃଷ୍ଣ ନିତ୍ୟ ଦାସ ହେବା ପାଇଁ ଭଗବାନ କହିଛନ୍ତି ମଦଭକ୍ତା ନାହିଁ, ମାନେ ମୋ ଭକ୍ତର ସେବା କଲେ ମୁଁ ଖୁସି। ଭଗବାନଙ୍କର ଖୁସି ହେବା ପାଇଁ ଆଗେ ବୈଷ୍ଣବ ସେବା କରିବା ପାଇଁ। ଏଇ ବିଷୟରେ ମୋର ମନେ ପଡୁଛି ପ୍ରଭୁପାଦଙ୍କର ଜଣେ ଶିଷ୍ୟ, ଆମର ଯୋଉ ଇସ୍କନ ମ୍ୟାନେଜମେଣ୍ଟ କୋର୍ସ ଗୋଟେ ମୁଁ କରିଥିଲି ମାୟାପୁରରେ। ଏଟା ବିଶେଷ କରି ଏଇ ଯୋଉ ମନ୍ଦିର ଟେମ୍ପଲ ମ୍ୟାନେଜମେଣ୍ଟ, ସନ୍ନ୍ୟାସୀ, ପ୍ରେସିଡେଣ୍ଟ ଏମାନଙ୍କ ପାଇଁ କରାଯାଏ। ବାବୁ କଣ କେମିତି କୋର୍ସଟା ମୁଁ ଜାଣିବା ପାଇଁ ମୁଁ କରିଥିଲି 2 ବର୍ଷ ତଳେ ମାୟାପୁରରେ। ଯଦିଓ ଇଂଲିଶରେ କୋର୍ସଟା ଥିଲା, ମୁଁ ଇଂଲିଶରେ ବହୁତ କମଜୋର, କିଛି କିଛି ବୁଝିପାରେ, କହିପାରେ ନା କିଛି ବି, ତଥାପି କ୍ଲାସ ଆଟେଣ୍ଡ କରିଥିଲି। ଆଉ ପ୍ରଭୁ ମଧ୍ୟ ଖୁସି ହେଇଥିଲେ ମୋର ଯୋଉଦିନ ଏକ୍ଜାମ ଥିଲା, ଯାହା କିଛି ମୁଁ ଖଣ୍ଡି ଇଂଲିଶରେ କହିଥିଲି। ପ୍ରଭୁ ଏବେ ଆମେରିକାରେ 50ଟା ମନ୍ଦିରରେ ଜିବିସି ଅଛନ୍ତି। ଗୁରୁ କମିଟିର ହେଡ୍ ଅଛନ୍ତି, କଣ ତାଙ୍କର ପ୍ରଭୁଙ୍କ ନାଁ, ଅନୁତ୍ତମ ପ୍ରଭୁ, ଉପାଦ ଶିଷ୍ୟ। ପ୍ରଭୁ କହୁଥିଲେ ଜଣେ ପ୍ରେସିଡେଣ୍ଟ ମାନେ ବା ଜଣେ ଇନଚାର୍ଜ ମାନେ ତାଙ୍କ ସାର୍କଲରେ ଯେତେ ଭକ୍ତ ଥିବେ ତାଙ୍କର ପୁଅ ଆଉ ଝିଅ ବୋଲି। ଯେମିତି ଜଣେ ପିତା ପ୍ରତି ମୁହୂର୍ତ୍ତରେ ସେ ଯେତେ ଉପାସ ଉପବାସ ରହିଲେ ବି ତାର ପିଲାମାନଙ୍କୁ ଖାଇବା ଖୋଇ ଭଲ ସୁନ୍ଦର ଖାଦ୍ୟ, ଭଲ ସୁନ୍ଦର ଡ୍ରେସ, ସୁନ୍ଦର ବ୍ୟବସ୍ଥା ଦେବା ପାଇଁ ଚାହାନ୍ତି। ସବୁବେଳେ ଏଇ ବାସନା ଥାଏ। ଜଣେ ପଦରେ ଥିବା ଅଧିକାରୀ ବ୍ୟକ୍ତିଙ୍କର ଏଇ ମନୋଭାବ ଯଦି ଥିବ, ସେ ମନ୍ଦିରରେ ବହୁତ ବହୁତ ଡେଭଲପମେଣ୍ଟ ହବ, ଆଉ ମାନେ କଳନା କରାଯିବ। ଆଉ ଯଦି ଅଧିକାରୀଙ୍କର ଭୋଗ ମନୋଭାବ ଚାଲି ଆସିଲା, ଅହଙ୍କାର ମନୋଭାବ ଚାଲି ଆସିଲା, ତାହେଲେ ସେଠି ଆଉ କିଛି କୁହାଯାଇ ପାରିବନି କଣ ହବ। ସମସ୍ତେ ଅନୁଭବ କରୁଥିବେ, ଜାଣୁଥିବେ। ଏଇ ପ୍ରସଙ୍ଗରେ ଯେହେତୁ ବେଳେ ବେଳେ ଖରା ହଉଛି, ଆପଣ ମାନେ କଣ ପାଇଁ ବାର ବାର ଗୁରୁଜନ କଥା କହୁଛନ୍ତି।
ତ ଆମେ ଗୁରୁଙ୍କର ଶିଷ୍ୟ, ଗୁରୁଙ୍କ ମୁଖରୁ ଯାହା ଶୁଣିଛୁ ସେଇଟା କହିବା ପାଇଁ ପ୍ରୟାସ କରିବୁ। ଆମ ନିଜର କିଛି ଅନୁଭବ ତ ଏପର୍ଯ୍ୟନ୍ତ ହେଇନି, କେବେ ହବ ଭଗବାନ ଜାଣନ୍ତି, ଗୁରୁଦେବ ଜାଣନ୍ତି। ତ ଗୁରୁଦେବ ଥରେ ବୃନ୍ଦାବନ ମନ୍ଦିର ଥିଲା ବେଳେ, ଆମର ବର୍ତ୍ତମାନ ସେ ମହାରାଜ ନାହାନ୍ତି, ବହୁତ ସୁନ୍ଦର କୀର୍ତ୍ତନ କରନ୍ତି। ମହାରାଜ ତାହେଲେ ପ୍ରଭୁ ଥିଲେ, ଗୃହସ୍ଥ ଆଶ୍ରମ ଥିଲେ, ବୃନ୍ଦାବନ ପ୍ରେସିଡେଣ୍ଟ ଥିଲେ। କଣ ସେ ମହାରାଜ ନା କୀର୍ତ୍ତନ କରନ୍ତି, ଜଣେ ବିଦେଶୀ ପ୍ରଭୁ କିଛି ଦିନ ତଳେ ପ୍ରଗଟ ହେଲା, ସନ୍ତୁଷ୍ଟ ପ୍ରଭୁ ମହିନ୍ଦ୍ରା ପଦ୍ମକାନନ ମହାରାଜ। କଦମ କାନନ, ଭେରି ଗୁଡ, କଦମ କାନନ। ସେ ପ୍ରଭୁ ଯେତେବେଳେ ଗୃହସ୍ଥ ଅବସ୍ଥା ଥିଲେ, ବୃନ୍ଦାବନ ମନ୍ଦିରର ପ୍ରେସିଡେଣ୍ଟ ଥିଲେ। ତ ଆମ ଗୁରୁଦେବ ସେତେବେଳେ ସନ୍ନ୍ୟାସୀ ଗୁରୁ। ତ ଗୁରୁଦେବ ପ୍ରତ୍ୟେକ ଦିନ ମଙ୍ଗଳ ଆଳତି ପରେ ବା ପ୍ରତ୍ୟେକ ଦିନ ଯେତେବେଳେ ଫାଷ୍ଟ ଦେଖା ହେବେ, ପ୍ରଭୁଙ୍କ ସହିତ ସାକ୍ଷାତ ହବ, ଗୁରୁଦେବ ତାଙ୍କୁ ପ୍ରଣାମ ଦେବେ। ସେଠୁ ସେ ବି ଉନ୍ନତ ଭକ୍ତ ଥିଲେ ବାସ୍ତବିକ। ତ ସେ ସବୁଠୁ କହୁଛନ୍ତି, ଗୋଟେ ଦିନ କହୁଛନ୍ତି ମହାରାଜ, ମୁଁ ଜଣେ ଗୃହସ୍ଥ, ଆପଣ ସନ୍ନ୍ୟାସୀ ଗୁରୁ, ଆପଣ କାହିଁକି ଆମକୁ ପ୍ରଣାମ କରୁଛନ୍ତି? ଆମେ ଆପଣଙ୍କୁ ପ୍ରଣାମ କରୁ, ସେବା କରୁ। ଗୁରୁଦେବ ସେଠି କହୁଛନ୍ତି, ଠିକ ଅଛି, ଭଗବାନ ଆପଣଙ୍କୁ ଗୃହସ୍ଥ ଆଶ୍ରମ ରଖିଛନ୍ତି ବା ଆପଣ ବର୍ତ୍ତମାନ ଗୃହସ୍ଥ ଆଶ୍ରମ ଅଛନ୍ତି, କିନ୍ତୁ ଆପଣ ହଉଛନ୍ତି ବୃନ୍ଦାବନ ମନ୍ଦିର ଅଧ୍ୟକ୍ଷ, ପ୍ରେସିଡେଣ୍ଟ। ତ ଆମେ ବୃନ୍ଦାବନ ମନ୍ଦିରରେ ଯେତେ ଭକ୍ତ ଅଛୁ ସମସ୍ତଙ୍କର ଆପଣଙ୍କର ପୁତ୍ର ସମାନ। ପୁତ୍ରର କର୍ତ୍ତବ୍ୟ ପିତାଙ୍କୁ ଦେଖିଲା ମାନେ ପ୍ରଥମେ ସକାଳୁ ଉଠି ପ୍ରଣାମ କରିବେ। କଣ ଆମର ଏଇ ଯୋଉ ମନ୍ଦିର ମେଣ୍ଟେନାନ୍ସ, କିପରି ମନ୍ଦିରରେ ଭଲ ଭଗବାନ ସେବା ହବ, କିପରି ମନ୍ଦିରରେ ଭକ୍ତ ମାନେ ଭଗବାନଙ୍କ ସେବାରେ ନିଯୁକ୍ତ ରହିବେ, ଭକ୍ତଙ୍କର କୌଣସି ବାଧାବିଘ୍ନ ହବନି, ଏସବୁ ସେବା କରୁଛନ୍ତି, ଦେଖୁଛନ୍ତି। ତ ଆପଣଙ୍କର ତତ୍ତ୍ୱାବଧାନରେ ଆମେ ଭକ୍ତି କରୁଛୁ। ତେଣୁକରି ଆପଣ 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 ହେଲେ ଆମର ପିତା ତୁଲ୍ୟ, ଆପଣଙ୍କୁ ପ୍ରଣାମ କରି ଆମର କର୍ତ୍ତବ୍ୟ। ସେଇଠି ମହାରାଜ, ସେତେବେଳେ ତ ମହାରାଜ ନଥିଲେ, ଗୃହସ୍ଥ, ସେ କାନ୍ଦି ପକେଇଥିଲେ ଏବଂ ଭକ୍ତିରେ ପୁରା ଗଦଗଦ ହେଇଯାଇଥିଲେ। ଏତେ ବଡ ଭକ୍ତଙ୍କର ଏଭଳି ମନୋଭାବ। ଆମର ଏଇ ପ୍ରସଙ୍ଗରେ ଆସିଲା ଯେ ଜଣେ ଆଜିକାଲି ଯୋଉ ମାନେ ବିଭିନ୍ନ ପ୍ରକାର ଯୋଉ ମାନେ ଅନ୍ତେବାସୀ ମାନେ ମଠରେ ଯୋଉମାନେ ବାସ କରୁଛନ୍ତି, ସେମାନେ କିଛି କିଛି ଫିଲ୍ କରୁଥିବେ। ଯେହେତୁ କ୍ଲାସ ରେକର୍ଡିଂ ଚାଲିଛି, ଆଉ ସର୍ବସାଧାରଣ ସେ ସବୁ ଆଲୋଚନା କରାଯାଇ ପାରିବନି। ଯୋଉମାନେ ଅନ୍ତେବାସୀ ଗୁଡା ସେ ଫିଲ୍ କରୁଥିବେ। ଜଣେ ଅଧ୍ୟକ୍ଷ ବା ଇନଚାର୍ଜ ବା ଅଥରିଟି ତାଙ୍କ ଅଣ୍ଡରରେ ସେବା କରୁଥିବା ସମସ୍ତ ଭକ୍ତଙ୍କୁ ନିଜର ପୁତ୍ର ତୁଲ୍ୟ ମାନିବା କଥା। ଏଇଟା ଆମେ ବ୍ରହ୍ମାଙ୍କଠୁ ଶିଖିବା। ବ୍ରହ୍ମା ନିଜେ ଏଠି ପ୍ରାର୍ଥନା କରୁଥିଲେ। ନେକ୍ସଟ ଶ୍ଲୋକ। ନାଭି ହୃଦାଦିହ ସତ୍ୱମ୍ଭସିଜସ୍ୟ ପୁଂସୋ विज्ञान शक्ति रमास मनंत शक्ति है रूपं विचित्रम इदमस्य विवृणतो मे मारीरिशिष्ट निगमस्य गिरांगी सर्ग। ଭଗବାନଙ୍କର ଶକ୍ତି ଅନନ୍ତ। ସେ ଯେତେବେଳେ ପ୍ରଳୟ ଜଳରେ ଶୟନ କରନ୍ତି, ସେତେବେଳେ ଭଗବାନଙ୍କର ଯୋଉ ନାଭି ହ୍ରଦରୁ ପଦ୍ମ ଉତ୍ପନ୍ନ ହୁଏ, ସେଇଥିରୁ ମୁଁ ସମଗ୍ର ବ୍ରହ୍ମାଣ୍ଡ ଶକ୍ତି ରୂପରେ ଜାତ ହୁଏ। ସେଇଥିରୁ ମୁଁ ଏବଂ ସମଗ୍ର ବ୍ରହ୍ମାଣ୍ଡ ଶକ୍ତି ରୂପରେ ଜାତ ହୁଏ। ବର୍ତ୍ତମାନ ମୁଁ ଏ ଦୃଶ୍ୟ ଜଗତ ପ୍ରକାଶ ରୂପରେ ତାଙ୍କ ବିବିଧ ଶକ୍ତିକୁ ପ୍ରକାଶ କରିବାରେ ନିଯୁକ୍ତ ଅଛି। ତେଣୁ ମୁଁ ପ୍ରାର୍ଥନା କରେ, ମୋର ଭୌତିକ କ୍ରିୟାନୁଷ୍ଠାନ କାଳରେ ଯେପରି ମୁଁ ବେଦ ମନ୍ତ୍ରର ଧ୍ୱନି ସ୍ପନ୍ଦନରୁ ବିଚ୍ୟୁତ ନ ହୁଏ। ଏଇ ଭାବଧାରା ଜଣେ ଭକ୍ତ ପଢନ୍ତି। ହରେ ଭାବାର୍ଥ। କୃଷ୍ଣ। ପଢନ୍ତୁ ମାତାଜୀ, ପଢନ୍ତୁ। ଆଜ୍ଞା। ଭାବାର୍ଥ। ଏ ଭୌତିକ ଜଗତରେ ଯେଉଁମାନେ ଭଗବାନଙ୍କ ଦିବ୍ୟ ସେବାରେ ନିଯୁକ୍ତ ଅଛନ୍ତି, ସେମାନଙ୍କ ପଥରେ ନାନା ଭୌତିକ ବାଧା ଆସେ। ସେମାନେ ନାନା ଭୌତିକ ପ୍ରତିବନ୍ଧକର ସମ୍ମୁଖୀନ ହେବା ସ୍ୱାଭାବିକ। ଯଦି ସେମାନେ ଭୌତିକ ବାଧାକୁ ଏଡ଼ାଇବା ପାଇଁ ଅଧିକ ଶକ୍ତିଶାଳୀ ନ ହୋଇଥାନ୍ତି, ତାହେଲେ ଅପ୍ରାକୃତ ଶକ୍ତି ବା ଦିବ୍ୟ ଶକ୍ତିରୁ ବିଚ୍ୟୁତ ହେବାର ବହୁତ ସମ୍ଭାବନା ରହେ। ଭୌତିକ ସୃଷ୍ଟିରେ ଶ୍ରୀ ବ୍ରହ୍ମାଜୀଙ୍କୁ ସବୁ ପ୍ରକାର ଜୀବଙ୍କର ନିମିତ୍ତ ଯାହାର ଯେଉଁ ଶରୀର ପାଇବା ଉପଯୁକ୍ତ ତାହା ସୃଷ୍ଟି କରିବାକୁ ହୁଏ। ଶ୍ରୀ ବ୍ରହ୍ମାଜୀ ଭଗବାନଙ୍କ ଦ୍ୱାରା ସୁରକ୍ଷିତ ହେବାକୁ ଇଚ୍ଛା କରନ୍ତି, କାରଣ ତାଙ୍କୁ ନାନା ପ୍ରକାର ଭୟଙ୍କର ଜୀବଙ୍କ ସଂସ୍ପର୍ଶରେ ଆସିବାକୁ ହୁଏ।
ଅନେକ ପତିତ ଜୀବଙ୍କର ସଙ୍ଗ ଫଳରେ ଏକ ସାଧାରଣ ବ୍ରାହ୍ମଣର ବ୍ରହ୍ମ ତେଜରୁ ପତନ ହେବାର ବହୁତ ସମ୍ଭାବନା ଅଛି। ସର୍ବୋତ୍ତମ ବ୍ରାହ୍ମଣ ହିସାବରେ ଶ୍ରୀ ବ୍ରହ୍ମାଜୀଙ୍କର ଏ ପ୍ରକାର ପତନର ଆଶଙ୍କା ରହିଛି ଏବଂ ସେଇଥିପାଇଁ ସେ ଭଗବାନଙ୍କୁ ସୁରକ୍ଷା ନିମିତ୍ତ ପ୍ରାର୍ଥନା କରୁଛନ୍ତି। ଯେଉଁମାନେ ପାରମାର୍ଥିକ ମାର୍ଗରେ ଅଗ୍ରଗତି କରୁଛନ୍ତି ସେମାନଙ୍କ ପ୍ରତି ଏହା ଏକ ଚେତାବନୀ ଅଟେ। ଯଥୋପଯୁକ୍ତ ଭାବେ ଭଗବାନଙ୍କ ଦ୍ୱାରା ସୁରକ୍ଷିତ ନହେଲେ ବ୍ୟକ୍ତିର ପାରମାର୍ଥିକ ସ୍ଥିତିରୁ ପତନ ହେବାର ବହୁତ ସମ୍ଭାବନା ଅଛି। ସେଥିପାଇଁ ବ୍ୟକ୍ତିଙ୍କୁ ଭଗବାନଙ୍କର ସୁରକ୍ଷା ନିମିତ୍ତ ତଥା ନିଜର କର୍ତ୍ତବ୍ୟ ସମ୍ପାଦନରେ ଭଗବତ ଆଶୀର୍ବାଦ ଲାଭ କରିବା ନିମିତ୍ତ ବରାବର ପ୍ରାର୍ଥନା କରିବାକୁ ହେବ। ଶ୍ରୀ ଚୈତନ୍ୟ ମହାପ୍ରଭୁ ତାଙ୍କର ପ୍ରଚାର କାର୍ଯ୍ୟ ତାଙ୍କର ଭକ୍ତମାନଙ୍କ ଉପରେ ନ୍ୟସ୍ତ କଲେ ଏବଂ ସେମାନେ ତାଙ୍କର ସୁରକ୍ଷା ଲାଭ କରି ବିଷୟ ତରଙ୍ଗରୁ ମୁକ୍ତ ହେବେ ବୋଲି ଅଭୟ ବାଣୀ ଶୁଣାଇଲେ। ବେଦରେ କୁହାଯାଇଛି ଯେ ପାରମାର୍ଥିକ ମାର୍ଗ କ୍ଷୁରଧାର ସଦୃଶ ଅଟେ। ଟିକିଏ ଅସାବଧାନ ହେଲେ ତତ୍କ୍ଷଣାତ୍ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇ ରକ୍ତପାତ ହେବାର ସମ୍ଭାବନା ରହିଛି। କିନ୍ତୁ ଯେଉଁ ବ୍ୟକ୍ତି ଭଗବତ୍ ପାଦ ପଦ୍ମରେ ସମ୍ପୂର୍ଣ୍ଣ ଶରଣାଗତ ହୋଇ ସତତ ତାର କର୍ତ୍ତବ୍ୟ କର୍ମ ସମ୍ପାଦନରେ ଭଗବାନଙ୍କର ସୁରକ୍ଷା ଭିକ୍ଷା କରୁଥାନ୍ତି ତାଙ୍କର ଭୌତିକ ଶକ୍ତି କବଳରେ କବଳିତ ହେବାର ଆଶଙ୍କା ନଥାଏ। ହରେ କୃଷ୍ଣ। ଧନ୍ୟବାଦ। ପ୍ରଭୁପାଦ ମହାରାଜ ଭାବାର୍ଥରେ ଲେଖିଛନ୍ତି ମଝିରେ ଶ୍ରୀ ବ୍ରହ୍ମାଜୀ ଭଗବାନଙ୍କ ଦ୍ୱାରା ସୁରକ୍ଷିତ ହେବାକୁ ଇଚ୍ଛା କରନ୍ତି। କଣ ପାଇଁ ନା ବିଭିନ୍ନ ବ୍ରହ୍ମା ସବୁ କିଛି ସୃଷ୍ଟି କେତେ ପ୍ରକାର ବିଷଧର ଜୀବ କଣ କଣ ଏଇ ଭୟଙ୍କର ଜୀବ ଭୂତ ପ୍ରେତ ସବୁକିଛିର ସୃଷ୍ଟିକର୍ତ୍ତା ସିଏ। ତେଣୁକରି ସେ ନିଜର ସୁରକ୍ଷା ପାଇଁ ପ୍ରାର୍ଥନା କରନ୍ତି। ଏବଂ ଏଇଠି ପ୍ରଭୁପାଦ ମହାରାଜ ମଧ୍ୟ ତା ତଳକୁ ଲେଖିଛନ୍ତି ଚୈତନ୍ୟ ମହାପ୍ରଭୁ ତାଙ୍କର ପ୍ରଚାର କାର୍ଯ୍ୟ ତାଙ୍କର ଭକ୍ତ ମାନଙ୍କ ଉପରେ ନ୍ୟସ୍ତ କରୁଛନ୍ତି। ଏ ପ୍ରଚାର କିପରି ହଉଛି ଭକ୍ତ ମାନେ କରୁଛନ୍ତି ନା ତ ପ୍ରଚାରକୁ ବାହାରିବା ପାଇଁ ହେଲେ ଆମର ଯୋଉମାନେ ସଂକୀର୍ତ୍ତନ ସେବା କରିଛନ୍ତି ସେମାନେ ଜାଣିଛନ୍ତି କିପରି ମାନେ ପ୍ରତିକୂଳ ଘଟଣା ସବୁ ମାନେ ଫେସ୍ କରିବା ପାଇଁ ପଡେ ସାମ୍ନା କରିବା ପାଇଁ ପଡେ। କେତେ ପ୍ରକାର ଲୋକଙ୍କ ସହିତ ମିଶନ୍ତି। ଏଇଥିପାଇଁ ସଂକୀର୍ତ୍ତନ ଭକ୍ତଙ୍କୁ ପ୍ରଭୁପାଦଙ୍କର ସୈନିକ ବୋଲି କୁହାଯାଏ। ପ୍ରଭୁପାଦ ସୈନିକ। ତେଣୁକରି ଭକ୍ତ ପ୍ରତି ମୁହୂର୍ତ୍ତରେ ପ୍ରାର୍ଥନା କରିବା ଦରକାର ଯେ ଆଜି ଅସତ୍ସଙ୍ଗ ହଉଛି ବହୁତ ବଡ ଭୟଙ୍କର ଜିନିଷ। ସଂକୀର୍ତ୍ତନ ଭକ୍ତ ମାନେ ପ୍ରତ୍ୟେକ ମୁହୂର୍ତ୍ତରେ ଜଡ ଜଗତର ବିଶେଷ କରି ପ୍ରଚାରକ ମାନେ ଜଡ ଜଗତର ଭକ୍ତଙ୍କ ସହିତ ସବୁ ଲୋକଙ୍କ ସହିତ ମିଶ ସମସ୍ତଙ୍କ ଚେତନା ପୁଷ୍ଟ ଚେତନାପୂର୍ଣ୍ଣ ନଥାଏ। ସେମାନଙ୍କ ଚେତନା ବହୁତ କଳୁଷିତ ଚେତନା। ଆଉ ସେମାନଙ୍କୁ ପ୍ରିଚିଂ କରି ଗ୍ରନ୍ଥ ଦେବା ବା ଭକ୍ତି ଲାଇନକୁ ଆଣିବା କେତେ କଷ୍ଟ। ତେଣୁକରି ଭଗବାନଙ୍କୁ ପ୍ରାର୍ଥନା କରିବା ଦରକାର ସବୁବେଳେ। ପ୍ରଭୁଜୀ ଏଇଠି ରକ୍ତପାତ କଥା କାହିଁ କହିଲେ? ରକ୍ତପାତ ହବ କାହିଁକି ଯଦି ଏଇଭଳି ମାନେ ଜଣେ ଫଲେନ ଲୋକମାନଙ୍କ ଫଲେନ ଆସୋସିଏଟ କରିବ ରକ୍ତପାତ ହବ ବୋଲି କାହିଁକି? ବେଦରେ କୁହାଯାଇଛି ପରମାର୍ଥିକ ମାର୍ଗ କ୍ଷୁର ଧାର ସଦୃଶ। ଟିକେ ଅସାବଧାନ ହେଲେ ତତ୍କ୍ଷଣାତ୍ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇ ରକ୍ତପାତ ହେବାର ସମ୍ଭାବନା ଅଛି। ରକ୍ତପାତ ହେବାର ସମ୍ଭାବନା ଅଛି ଆଉ ଆପଣ ତ ସବୁବେଳେ ଜାଣିଛନ୍ତି ବିଶେଷ କରି ପ୍ରଚାରରେ ଯୋଉମାନେ ବାହାରକୁ ବାହାରୁଛନ୍ତି ଟିକେ ଯଦି ଅସାବଧାନ ମାଡଗୋଳ ହଉଛି ନା ନାଇଁ ସେମାନେ ଭୁଲ ଚୁଲ କହିବେ ଓଲଟା ମୋଲଟା କହିବେ। ଯଦି ଭକ୍ତ କିଛି ଉଚିତ କଥା ବା ନ୍ୟାୟ କଥା କହିଲେ ତମେ ବାବାଜୀ କେମିତି କହିଲ। ଏବେ ରାଧାଷ୍ଟମୀ ଦିନ ପୁରୀରେ ଲୋକନାଥ ମହାରାଜ ଆସିଥାନ୍ତି ପଦଯାତ୍ରାର ଯୋଉ ସଂକୀର୍ତ୍ତନ ନା ଯୋଉ ପଦଯାତ୍ରା ମିଟିଂ ଆକ୍ଚୁଆଲି ରାଧାଷ୍ଟମୀରେ ପଦଯାତ୍ରାର ସେବା ଆରମ୍ଭ ହେଇଥିଲା। ପ୍ରଭୁପାଦଙ୍କ ନିର୍ଦ୍ଦେଶରେ ପ୍ରଭୁପାଦ ଲୋକନାଥ ମହାରାଜ ଆରମ୍ଭ କରିଥିଲେ। ତ ସେଠି କଣ ହେଇଛି ଆମର ପଦଯାତ୍ରା ଟିମର 8ଟା ବଳଦ ଆସିଛନ୍ତି। କିଛି ବଳଦ ବାହାରେ ମଧ୍ୟ ରାସ୍ତା ଉପରେ ରୋଡ ଉପରେ ବନ୍ଧା ହେଇଥିଲେ। ରାସ୍ତାଟେ ଚଉଡା ଥିଲା କୋଟା ଗୋପୀନାଥ ଆଉ ପୁରୁଷୋତ୍ତମ ଗୋଟେ ମୋଟ ମଝିରେ ସେଠି ଆମ ବଳଦ ମାନଙ୍କୁ ନଡା ଫଡା ଖାଇବାକୁ ଦିଆଯାଇଛି। ସେଠି ବୁଲା ଗାଈ ଆସିକି କିଛି ବଳଦଙ୍କ ସହିତ ନଡା ଖାଉଛନ୍ତି। ଜଣେ ସଂକୀର୍ତ୍ତନ ପଦଯାତ୍ରା ଭକ୍ତ ନୂଆ ପିଲା କିଏ ଜଣେ ଛୋଟ ପିଲା ସେ ଯାଇକି ଗାଈ ଗୁଡା ଘୋଡା ଘୋଡି କରିଛି। ଜଗନ୍ନାଥ ପୁରୀରେ ସବୁ ପଣ୍ଡା ମାନଙ୍କ ସ୍ୱଭାବ ଆପଣ ଜାଣନ୍ତି। ସେ ପଣ୍ଡା ଜଣକ ଦେଖିଲା କଣ ଦେଖିଲା ସେ ଆସିକି ସେ ପିଲାକୁ ପାଟି କରୁଛି। ସେ ପିଲାଟି ଜାଣିପାରିନି ବାହାର ପିଲା ହିନ୍ଦୀ ଭାଷାରେ କହୁଛି ଅଲ ଇଣ୍ଡିଆ ପଦଯାତ୍ରା ପିଲା। ସେ ପଣ୍ଡା ଜାଣିନି ପୁରୀ ବ୍ୟବହାର କଣ ସେ ପଣ୍ଡା ଟାକୁ କଣ ଗୋଟେ କହିଦେଇଛି।
ସିଏ ଆସିକି ଏପଟେ ମହାରାଜଙ୍କର ପ୍ରୋଗ୍ରାମ ଚାଲିଛି, ଉପରେ ପୁରା ଚିଲା ଚିଲି ଆରମ୍ଭ କରୁଛି ଖରାପ ଭାଷାରେ। ହୁଁ। ଆଉ ତମେ ଗୋଟେ ଗାଈକି ପାଳୁଛ, ଆଉ ଗୋଟେ ଗାଈକି ଗୋଡେଇ ଦଉଛି, ଇଏ କି ସାଧୁ? ତ ଏମିତି ଟିକେ ଟିକେ କଥାରେ କେତେ ବଡ ବଡ କଳି ଝଗଡା ହୁଏ। ଆଉ ବିଶେଷ କରି ସଂକୀର୍ତ୍ତନ ଭକ୍ତ ବହୁତ ଏସବୁ ବିଷୟ ଜାଣିଥିବେ। ଯେମିତି ବହୁତ ସାବଧାନର ସହିତ ପ୍ରଚାର କରିବା ପାଇଁ ପଡେ। ଆଉ ଏ ବିଷୟରେ ତ ମୋର ମନେ ପଡୁଛି, ଥରେ ସନ୍ତୋଷ କୁମାର ପ୍ରଭୁଙ୍କର ବି ମନେ ଥିବ, ବନାରସ ସାଇଡ ରେ, ସେପଟେ ମାନେ ଉତ୍ତର ଭାରତରେ ସେପଟେ ସାଇଡ, ବିହାର ବନାରସ ସେପଟ ସାଇଡ ରେ ଗୁରୁଦେବଙ୍କର ଭାଗବତ କଥା ଚାଲିଥିଲା। ବ୍ରାହ୍ମଣ ମାନଙ୍କୁ ତ ବୈଷ୍ଣବ ମାନଙ୍କଠୁ ତ ବ୍ରାହ୍ମଣ ମାନେ ସ୍ୱାଭାବିକ ମାନେ ବୈଷ୍ଣବ ଉପରେ ନୁହଁ, ବୈଷ୍ଣବ ଶ୍ରେଷ୍ଠ, ଭକ୍ତି ସିଂହ ମହାରାଜ ତା ପ୍ରତିଷ୍ଠା କରିଛନ୍ତି। ତ ବ୍ରାହ୍ମଣ ମାନଙ୍କୁ କିଛି ଗୋଟେ ମାନେ ସେମିତି ପ୍ରସଙ୍ଗ ଆସିଛି, ଗୁରୁଦେବ କହିଛନ୍ତି। ତ ସେଠିକାର ଯେ ବ୍ରାହ୍ମଣ, ସେମାନେ ସବୁ ବିଦ୍ୱାନ ବ୍ରାହ୍ମଣ, ତାଙ୍କ ଭିତରେ ଏକଜୁଟ ହେଇକି ସେ ମାନେ ପ୍ଲାନ କରିଛନ୍ତି ଯେ ମହାରାଜଙ୍କୁ ଆମେ ଶାସ୍ତ୍ରରେ ପରାସ୍ତ କରିବା, ଏବଂ ମାନେ କିଛି ଭକ୍ତ ବି ଅଛନ୍ତି ଉତ୍ତେକ୍ତ ଅଛନ୍ତି ମାଡ଼ ଗୋଳ କରିବା। ଲୋକାଲ ଭକ୍ତ ଜାଣିପାରିଲେ, ଆସିକି ମହାରାଜ କହିଲେ ମହାରାଜ ସେ ଚାହୁଁଛନ୍ତି ଆପଣ ଭୁଲ ମାଗନ୍ତୁ, କ୍ଷମା ପ୍ରାର୍ଥନା କରନ୍ତୁ, ଆଉ ନହେଲେ କିଛି ଗୋଟେ ହେଇଯିବ। ତ ଗୁରୁଦେବ କହିଲେ କଣ ଚାହୁଁଛନ୍ତି ସେ? ମୁଁ ତ କିଛି ଭୁଲ କହିନି, ଯାହା ଭାଗବତରେ କୁହା ହେଇଛି ଠିକ ଆମ ଆଚାର୍ଯ୍ୟ ମାନେ କହିଛନ୍ତି ମୁଁ ତାହା କହୁଛି। ଏଇଟା ତ ମୋର ବ୍ୟକ୍ତିଗତ କଥା ନୁହଁ, ବ୍ୟାସାସନ ବସିକି ତ ଆମେ କେବେ ବ୍ୟକ୍ତିଗତ କଥା କହିବୁନି। ନା ସେମାନେ ବୁଝିପାରୁନାହାନ୍ତି ବ୍ରାହ୍ମଣ ମାନେ ଏମିତି। ଠିକ ଅଛି କଣ ଚାହୁଁଛନ୍ତି ଆମେ ପଚାରେ, ଗୋଟେ କମ୍ପ୍ରମାଇଜ କରିବା ଆଉ କଣ ଅଛି। ତ ଏମିତି ହେଇକି ତା ପରଦିନ ସମସ୍ତେ ବସିଛନ୍ତି, ଗୁରୁଦେବ ଯାଉଛନ୍ତି, ଯାଇକି ପ୍ରଣାମ କରୁଛନ୍ତି। ଗୁରୁଦେବ କହୁଛନ୍ତି ଦେଖନ୍ତୁ ଆମେ ଆପଣ ମାନଙ୍କୁ ସେମିତି କିଛି ଆକ୍ଷେପ ବା ଆପଣ ମାନଙ୍କୁ କିଛି ବିରୁଦ୍ଧରେ କହୁନୁ, ଯାହା ଶାସ୍ତ୍ରରେ ଉପଦେଶ ଦିଆଯାଇଛି ଭାଗବତରେ ସେଇଟା ଆମେ ଆଲୋଚନା କରୁଛୁ, ଆପଣ ମାନେ ସେଥିରେ କିଛି ଦୁଃଖିତ ହବାର ଆବଶ୍ୟକ ନାହିଁ। ଏମିତି ଭିତରେ ସେ କହିଲେ ନା ତମେ ଏତେ ବଡ ସାଧୁ ହେଇକି କେମିତି ଏମିତି କହିଦବ, ବ୍ରାହ୍ମଣଙ୍କୁ କେତେ ଛୋଟ କରିଦବ। ଏମିତି ଭିତରେ ତମେ ଆମେ ତମକୁ ଶାସ୍ତ୍ରରେ ପରାସ୍ତ କରିବା ପାଇଁ ଚାହୁଁ। ଗୁରୁଦେବ କହିଲେ ଦେଖନ୍ତୁ ମୁଁ ଶାସ୍ତ୍ର କିଛି ଜାଣିନି, ମୁଁ ମୋ ଗୁରୁଙ୍କର ନିର୍ଦ୍ଦେଶରେ କିଛି ପଢୁଛି ଶୁଣୁଛି, ଆମ ଆଚାର୍ଯ୍ୟ ମାନଙ୍କ କଥା କହୁଛି, ମୁଁ ଏତେ ବଡ ଶାସ୍ତ୍ରବିତ୍ ନୁହେଁ। ନା ତମକୁ ଶାସ୍ତ୍ର ତତ୍ତ୍ୱ କରିବା ପାଇଁ ପଡିବ। ଠିକ ଅଛି ଯାହା ଆପଣଙ୍କ ନିର୍ଦ୍ଦେଶ, କରନ୍ତୁ କଣ କହିବା ପାଇଁ ଚାହୁଁଛି। କୋଉଥିରେ କରିବେ? ଗୀତା, ଭାଗବତମ କୋଉଥିରେ କରିବେ? ସେଠି ଜଣେ ବ୍ରାହ୍ମଣ କହୁଛନ୍ତି ଗୀତାରେ କରିବେ। ଗୁରୁଦେବ କହୁଛନ୍ତି ଯେତେବେଳେ ମୁଁ ଶୁଣିଲି ଏ କଥା ଯେ ଏମିତି ସେମାନେ ଚାହୁଁଛନ୍ତି, ତ ମୁଁ ତ ବହୁତ ଭୟ କରି ଯାଇଥିଲି, କାହିଁକିନା ଏପଟ ସାଇଡ ଲୋକ ବି ବହୁତ ମାନେ ଅଲଗା ପ୍ରକାର ଲୋକ। ଆଉ ତେଣୁ ଭଗବାନ ପ୍ରାର୍ଥନା କରୁଥିଲି ପ୍ରଭୁ ଯାହା ତମ ଇଚ୍ଛା, ତମେ ବଞ୍ଚେଇଲେ ବଞ୍ଚେଇବ, ତମେ ମାରିଲେ ମାରିବ, ସବୁ କିଛି ତ ତମେ କରୁଛ ଆଉ। ତ ଯେତେବେଳେ ସେ ଗୀତା ବୋଲି କହିଦେଇଛନ୍ତି, ଗୁରୁଦେବ କ୍ଷେତ୍ର ମନେ ମନେ ଭାବୁଛନ୍ତି ଏମାନେ ମୋ ଆଖଡାକୁ ପଳେଇ ଆସିବେ, ମାନେ ତାଙ୍କ ଆଖଡାରେ ମୁଁ ନାହିଁ, ମୋ ଆଖଡାକୁ ଇଏ ପଳେଇ ଆଇଲେ। ଯେତେବେଳେ ତର୍କ ଆରମ୍ଭ ହେଲା, ମାନେ 2 ମିନିଟ 3 ମିନିଟ ଭିତରେ ଗୁରୁଦେବ ତାଙ୍କୁ ପରାସ୍ତ କଲେ, ଏବଂ ସେମାନେ କ୍ଷମା ପ୍ରାର୍ଥନା କଲେ ଯେ ମହାରାଜ ଆପଣ ଜଣେ ବାସ୍ତବିକ ବିଦ୍ୱାନ ଭକ୍ତ, ବାଗ୍ମିତାପୂର୍ଣ୍ଣ ଭକ୍ତ, ଆପଣ ଜାଣନ୍ତି, କିନ୍ତୁ ଏଇଟା ଆମେ ବୁଝିପାରିଲୁ। ଏବଂ ଗୁରୁଦେବ ତାପରେ ବୁଝେଇଲେ ଭାଗବତ ସେ ଶ୍ଲୋକ, ଯୋଉ ଶ୍ଲୋକ ପରେ ସେ କହିଥିଲେ ବୁଝାଇଲେ। ତ ସେମାନେ ବି ଆଉ ସେମାନେ ଓଲଟି ଭୁଲ ମାଗିଲେ, ଗୁରୁଦେବଙ୍କୁ ପ୍ରଣାମ କଲେ। ଗୁରୁଦେବ ଆସି ସାରିଲା ପରେ ସେ ଟିକେ ଲୋକାଲ ଭକ୍ତ ସେଇଠି ଥିଲେ କିଛି, ତ ତାଙ୍କ ଝଗଡା ଲାଗୁଛନ୍ତି, ମତେ କିଏ କହିଲା ଗୀତା କଥା କହିବା ପାଇଁ ଫାଷ୍ଟ? ମୁଁ ବେଦ ଉପନିଷଦରେ ଝଗଡା କରିଥାନ୍ତି, ତର୍କ କରିଥାନ୍ତି, ତୁ କାହିଁ ଗୀତା କଥା କହିଲୁ? ତ ଗୀତା ଟପିକ ନେଲେ ବୋଲି ଆମେ ହାରିଗଲେ। ତ ଭଗବାନ ତାଙ୍କର ଭକ୍ତକୁ ସୁରକ୍ଷା ପ୍ରଦାନ କରନ୍ତି, କିନ୍ତୁ ବେଳେ ବେଳେ ଏମିତି ଅସୁବିଧା ହୁଏ ବହୁତ ବଡ ବଡ। ତେଣୁକରି ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ପ୍ରଚାର ସମୟରେ ବି ଆମକୁ ସ୍ଥାନ, କାଳ ଆଉ ପାତ୍ର ସବୁବେଳେ ଆମର ଆଚାର୍ଯ୍ୟ ମାନେ ରୂପ ଗୋସ୍ୱାମୀଙ୍କ ପିରିୟଡ ଏ ତିନିଟା ଜିନିଷ ଉପରେ ସବୁବେଳେ ପ୍ରାଧାନ୍ୟ ଦେଇଛନ୍ତି, ସମୟ ଏବଂ ସ୍ଥାନ ଏବଂ ପାତ୍ର। କେଉଁମାନଙ୍କୁ ପ୍ରିଚିଂ ଆମେ କରୁଛି, କଣ କରୁଛି? ଏମିତି ନୁହେଁ ଉଦ୍ଧବ ଭଳି ଆସିବେ ବୃନ୍ଦାବନକୁ, ନନ୍ଦ ବାବାଙ୍କୁ, ଯଶୋଦା ମାଙ୍କୁ, ଗୋପୀ ମାନଙ୍କୁ ଶିଖେଇବେ ଭଗବାନ ପରମ ବ୍ରହ୍ମ, ଭଗବାନଙ୍କର ବିରାଟ ରୂପକୁ ବୁଝେଇବେ। ଏଇ ଗଛରେ ଅଛନ୍ତି, ଏଇ ପାହାଡରେ ଅଛନ୍ତି, ଏଇ ପାଣିରେ ଅଛନ୍ତି, ଏଇଠି ଅଛନ୍ତି, ସବୁଆଡେ ଅନୁଭବ କର। ଭଗବାନଙ୍କୁ ତମଠୁ ଦୂରେଇ ଯାଇନାହାନ୍ତି। ନନ୍ଦ ବାବା କହୁଛନ୍ତି ମୁଁ ଜାଣିନଥିଲି ସିଏ ମୋ ପୁଅ ଭଗବାନ ବୋଲି, ମୁଁ ଭାବୁଥିଲି ଖାଲି ମୋ ପୁଅ, ଖାଲି ମୋ ପୁଅ ବିରହରେ ମୁଁ ଏତିକି କାନ୍ଦୁଛି।
ଆଉ ଯେତେବେଳେ ମୁଁ ଜାଣିଲି ମୋ ପୁଅ ଭଗବାନ ଖାଲି ସାଧାରଣ ପୁଅ ନୁହଁ, ତାହେଲେ ମୋର ଦୁଃଖ ବଢିବ ନା କମିବ? କିଏ ତତେ ପଠେଇଲା ମୋ ଏରିଆକୁ ବସି କାହାକୁ ଆସିକି କଣ କହୁଛି? ତେଣୁକରି ପ୍ରଚାର ସମୟରେ ଜଣେ ପ୍ରଚାରକ ସବୁବେଳେ ତିନିଟା ଜିନିଷ ଉପରେ ଧ୍ୟାନ ଦେବା ଦରକାର: ସମୟ ଏବଂ କାଳ ଏବଂ ପାତ୍ର। ନେକ୍ସଟ ଶ୍ଲୋକ। ଏଇ 24 ନମ୍ବର ଶ୍ଲୋକରେ ବ୍ରହ୍ମା ମଧ୍ୟ ପ୍ରାର୍ଥନା କରୁଛନ୍ତି ଯେ ଭୁଲି ଯାଇ ନିଜ କାର୍ଯ୍ୟ ବ୍ୟସ୍ତରେ ଯେମିତି ମୁଁ ଆପଣଙ୍କୁ ଭୁଲି ନ ଯାଏ। ଏଇଟା ହଉଛି ସବୁଠୁ ବଡ ପ୍ରାର୍ଥନା। କୃଷ୍ଣକୁ ବିସ୍ମରଣ ହବାଠୁ ଦୁଃଖ ଆଉ କିଛି ନାହିଁ ଜୀବ ପାଇଁ। ତେଣୁ ଯେତେ ଯାହା ସେବା କଲେ ବି କୃଷ୍ଣକୁ ଯେମିତି ଭୁଲି ନ ଯିବେ। ମୋର ଯେପରି ଏମିତି କିଛି ନ ହୁଏ ଯେ ସେବାରେ ଯୁକ୍ତ ହୋଇ ମଧ୍ୟ ପ୍ରାର୍ଥନା ମାନେ ଏମିତି କିଛି ନ ହୁଏ ଯେ ମୁଁ ଆପଣଙ୍କୁ ଭୁଲିଯାଏ। ଯେତେ ବଡ ସେବା ଯୁକ୍ତ ହେଲେ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରିବା ପାଇଁ ପଡିବ। କଣ ପ୍ରାର୍ଥନା? ବିଶେଷ କରି ବୈଷ୍ଣବ ଅପରାଧ, ନାମ ଅପରାଧ, ସେବା ଅପରାଧ। ଭକ୍ତ କିଛି ତ୍ରୁଟି କଲେ ସେଟା ଅପରାଧ, ବା ଜଡ ଜଗତର ଜୀବ କିଛି ତ୍ରୁଟି କଲେ ସେଟା ଭୁଲ, ପାପ। ଏ ଅପରାଧଟା ହଉଛି, ଅପରାଧକୁ ଯଦି ଆପଣ ସନ୍ଧି କରିବେ ଅପ ଆରାଧନା, ଯେ ଆରାଧନାରୁ ଦୂରେଇ ଦିଏ, ସେ ହଉଛି ଅପରାଧ। ଆରାଧନା ହଉଛି ଜଣେ ବୈଷ୍ଣବର ବା ଭକ୍ତର ଆରାଧନା କଣ? କୃଷ୍ଣ ଭକ୍ତି ସମ୍ବନ୍ଧୀ ଆରାଧନା, ଏଇ ନବଦା ଭକ୍ତି। এই ଅପରାଧଟା ଜଣା ପଡେନି, ଧୀରେ ଧୀରେ ନବଦା ଭକ୍ତିରୁ ବିଚ୍ୟୁତ କରିଦିଏ। ତେଣୁକରି ଅପରାଧଟା ହଉଛି ପାପଠୁ ବହୁତ ବଳବାନ। ଭକ୍ତି ଶାସ୍ତ୍ର ପଢିଲା ବେଳେ ଆପଣ ମାନେ ଆଲୋଚନା କରିଥିବେ, ଶୁଣିଥିବେ ଭକ୍ତି ଶୁଣିଥିବେ ଯୋଉ ପାପ, ବୀଜ, କୂଟ, ପ୍ରାରବ୍ଧ, ଏଇ ଯୋଉ ସାଇକେଲ ବୁଝିଲା ବେଳେ ଆପଣ ମାନେ ଜାଣିଥିବେ ଅପରାଧଟା ହଉଛି ବହୁତ ବଡ। ତେଣୁକରି ଏଥିପାଇଁ ଆମକୁ ସବୁବେଳେ ପ୍ରାର୍ଥନା କରିବା ପାଇଁ ପଡିବ, ପ୍ରଭୁ ଆମର ଯେମିତି କୌଣସି ଅପରାଧ ନ ହଉ, ଜାଣତରେ ବା ଜ୍ଞାତ ବା ଅଜ୍ଞାତ। 25 ନମ୍ବର। ଦଭ୍ର କରୁଣ ଭଗବାନ ବିବୃଦ୍ଧ ପ୍ରେମ ସ୍ମିତେନ ନୟନାମ୍ବରୁହଂ ବିଜୃମ୍ଭନ୍ ଉତ୍ଥାୟ ବିଶ୍ୱବିଜୟାୟ ଚ ବିଷାଦଂ ମାଧ୍ୱା ଗିରାପନୟ ତତ୍ପୁରୁଷ ପୁରାଣ। ସେଇ ପୁରାଣ ପୁରୁଷ ଭଗବାନ ସାମାନ୍ୟ କରୁଣା ବିଶିଷ୍ଟ ନୁହନ୍ତି। ସେ ଅତିଶୟ ପ୍ରେମ ହାସ୍ୟରେ ନୟନ କମଳ ବିକଶିତ କରି এই ବିଶ୍ୱର ଉଦ୍ଭବ ଏବଂ ମୋ ପ୍ରତି ଅନୁଗ୍ରହ ପ୍ରଦର୍ଶନ କରିବା ନିମିତ୍ତ ଗାତ୍ର ଉତ୍ଥାନ ପୂର୍ବକ ସୁମଧୁର ବାକ୍ୟ ଦ୍ୱାରା ମୋର ବିଷାଦ ଅପନୋଦନ କରନ୍ତି। ତ ବ୍ରହ୍ମା এই ଶ୍ଲୋକରେ ଦୁଇ ପ୍ରକାର ଆଶୀର୍ବାଦ ଇଚ୍ଛା କରିଛନ୍ତି ଭଗବାନଙ୍କ। ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି ବିଷ୍ଣୁ ଚତୁର୍ଗଣ ସାଂସ ଅଟନ୍ତି ଏବଂ ସାଂସଗଣ ନିୟନ୍ତ୍ରଣକାରୀ ଅଟନ୍ତି, ବିଭିନ୍ନାଂଶ ଗଣ ନିୟନ୍ତ୍ରିତ ଅଟନ୍ତି। ଏ ବିଷ୍ଣୁ ତତ୍ତ୍ୱ ଯେତିକି ରହିଲେ ସେମାନେ ଭଗବାନଙ୍କର ସ୍ୱ ଅଂଶ, ସାଂସ। ସାଂସକୁ ସନ୍ଧି କଲେ ସ୍ୱ ଅଂଶ ମାନେ ନିଜ ଅଂଶ। ଏଇ ସାଂସ ଗଣ ଯୋଉମାନେ ଭଗବାନଙ୍କର ନିଜ ଅଂଶ, ସେମାନେ ହଉଛନ୍ତି ନିୟନ୍ତ୍ରଣକାରୀ। ଭଗବାନଙ୍କ ଯୋଉମାନେ ଭଗବାନଙ୍କ ତିନିଟା କ୍ଷୀର ସେ ବିଷ୍ଣୁ ବା ଭଗବାନଙ୍କର ଅଲଗା ଅଲଗା ସବୁ ଯୋଉ ରାମ, ବରା, ରୂପ, ଏମାନେ ସବୁ ସେମାନେ ନିୟନ୍ତ୍ରଣକାରୀ। ଏବଂ ବିଭିନ୍ନାଂଶ ଏ ଯୋଉ ଆମର ଯୋଉ ବଦ୍ଧ ଜୀବଗଣ, ଏମାନେ ନିୟନ୍ତ୍ରିତ। ଭଗବାନଙ୍କ ପାଖରୁ ଜଣେ ଭକ୍ତ ଦୁଇ ପ୍ରକାର ଆଶୀର୍ବାଦ ଇଚ୍ଛା କରିବା ଉଚିତ। କଣ କଣ? ଭଗବାନଙ୍କର ସେବା, ଆମ ସେବାକୁ ଭଗବାନ ଗ୍ରହଣ କଲେ କି ନାହିଁ, ଭଗବାନ କିଛି ରେସିପିକେସନ କରିବେ, ଏଇଟା ଭକ୍ତ ସବୁବେଳେ ଚାହେଁ। ସତରେ ମୋ ସେବାଟା ଭଗବାନ ଗ୍ରହଣ କଲେ ତ, ବା ଭଗବାନ ଗ୍ରହଣ କରନ୍ତୁ। ଏବଂ ଆଉ ଗୋଟେ ହଉଛି ଭଗବାନ ଆମକୁ ଉପଦେଶ କରନ୍ତୁ କିପରି ଭାବରେ ଆମେ ସେବା କରିଚାଲିବୁ। ଯେହେତୁ ପ୍ରଥମ ଜୀବ ବ୍ରହ୍ମା, ଆଉ ଟିକେ ଆଗକୁ ଆସିଲେ ଶୁଣିବେ ବ୍ରହ୍ମାଙ୍କର ଚୈତ୍ୟ ଗୁରୁ ଏବଂ ବିଭୁ ଗୁରୁ ଗୋଟିଏ କୃଷ୍ଣ। କାରଣ ବ୍ରହ୍ମା ହେଲେ ପ୍ରଥମ ଜୀବ କୃଷ୍ଣ ଜଣେ, ସେ ବିଷ୍ଣୁ ତାଙ୍କର ଆଉ କୋଉ ଜୀବ ସୃଷ୍ଟି ନଥିଲେ। ତେଣୁକରି ସେ ଚୈତ୍ୟ ଗୁରୁ ହଉଛନ୍ତି ମୁଖ୍ୟ। ଯେହେତୁ ଆମେ ବର୍ତ୍ତମାନ ଅଛନ୍ତି, ଆମର ଗୁରୁ ପରମ୍ପରା, ଗୁରୁ ଏବଂ ପରମ୍ପରା ଏବଂ ଭଗବାନ
ଏ ସମସ୍ତ ଉପଦେଶ ହଉଛି ଆମ ଉପଦେଶ, ଆମ ପ୍ରତି ଉପଦେଶ। ତାପରେ 26 ନମ୍ବର ଶ୍ଲୋକରୁ ଏବେ ମୈତ୍ର ମୁନି କହିବେ ବ୍ରହ୍ମା ଯୋଉ ପ୍ରାର୍ଥନା ସବୁ କଲେ କିପରି ସୃଷ୍ଟି କରିବେ, କଣ କରିବେ, କିପରି ମାୟାରୁ ରକ୍ଷା ପାଇବେ। हरे कृष्ण प्रभु ମୈତ୍ର ମୁନି ଏଠି ଗୋଟେ ଦିଟା ଶ୍ଲୋକରେ ସେ ପୁନର୍ବାର ବିଦୁରଙ୍କୁ କହିବେ ଯେ ଭଗବାନ ଏବେ ଆସିକି ଏଇପରି ଭାବରେ ବ୍ରହ୍ମାଙ୍କୁ ଆଶୀର୍ବାଦ ବା କୃପା କରୁଛନ୍ତି। 26 ନମ୍ବର ଶ୍ଲୋକ। हरे कृष्ण ଆଜ୍ଞା प्रभु जी दूसरा प्रेयर टा कौन मु लिखि पालेनी ब्रह्मा जी जो दीटा प्रकार आशीर्वाद मागुचंती ଗୋଟେ ହଉଛନ୍ତି ପ୍ରଥମ ଲେଖନ୍ତୁ ଉପଦେଶ, ଭଗବାନ ବା ଗୁରୁ ପରମ୍ପରା ଆମକୁ ଉପଦେଶ କରନ୍ତୁ ସବୁବେଳେ ସଦ୍ ଉପଦେଶ, ମାନେ ସେମାନଙ୍କର ଉପଦେଶ ଆମେ ଗ୍ରହଣ କରିପାରୁ, ଏଇଟା ହେଲା ଗୋଟେ। ଆଉ ଗୋଟେ ହଉଛି ଭଗବାନ ଆମର ସେବାକୁ ଗ୍ରହଣ କରନ୍ତୁ, रेसिप्रोकेशन ରେସିପ୍ରୋକେସନ। କାହିଁକିନା ଆମେ ଆମ ମନ ଇଚ୍ଛା ସେବା କଲେ ତ ଭଗବାନ ଗ୍ରହଣ କରିବେନି। ଭଗବାନଙ୍କର ଖୁସି ଅନୁସାରେ, ଗୁରୁଦେବଙ୍କର ଆଦେଶ ଅନୁସାରେ ବା ପରମ୍ପରାର ଆଦେଶ ଅନୁସାରେ ସେବା କଲେ ସେମାନେ ଗ୍ରହଣ କରିବେ। ଆମେ ଯୋଉ ଭୋଗ ନିବେଦନ କରୁଛେ, ଯୋଉ ଅର୍ଚନ ବିଷୟରେ ଆସିଲା ଏଇଠି, ଆମେ ଯୋଉ ଭୋଗ ନିବେଦନ କରୁଛେ, ଭୋଗ ନିବେଦନ କଲା ବେଳେ ମଧ୍ୟ ଜଣେ ପୂଜାରୀ ବା ଜଣେ ଭକ୍ତ ସ୍ୱାଭାବିକ ସିଏ ପ୍ରଥମେ ଗୁରୁଦେବଙ୍କର ଆଲେଖ୍ୟ ରଖେ। ସେ ମନେ ମନେ ଚିନ୍ତା କରେ ଯେ ମୋ ଗୁରୁଦେବ ଭୋଗ ଲଗାଉଛନ୍ତି ବା ମୋ ଗୁରୁଦେବ ସେବା ଦଉଛନ୍ତି, ମୁଁ ଗୁରୁଦେବଙ୍କ ପ୍ରତିନିଧି ହିସାବରେ ଏଇଟା କରୁଛି ବା ଗୁରୁଦେବଙ୍କୁ ସାହାଯ୍ୟ କରୁଛି। ତ ଆମର କଣ ଯୋଗ୍ୟତା ଅଛି କୃଷ୍ଣ ଆମକୁ ଅନେଇବେ ବା ଦେଖିବେ ବା ଆମ ସେବା ନେବେ? ତ ଗୁରୁ ଭଗବାନଙ୍କର ନିତ୍ୟ ସଖୀ ମଞ୍ଜରୀ ବା ନିତ୍ୟ ପାର୍ଷଦ, ତାଙ୍କୁ ଭଗବାନ ଚିହ୍ନିଛନ୍ତି। ତାଙ୍କ ପଛରେ ଛିଡା ହେଲେ ଭଗବାନ ଆମକୁ ଦେଖିବେ, ତାଙ୍କ ପାଖାପାଖି ଛିଡା ହେଲେ। ଏଇସବୁ ବିଷୟରେ ପ୍ରାର୍ଥନା କରିବା ଅଛି। छब्बीस नंबर मैत्रेय उवाच स्वसंभवं निशाम्यं तपो विद्या समाधिभिः जावन्मनोवचः स्मृत्वा जावन्मनोवचः स्मृत्वा धीरो राम सह खिन्नवत्। हे मैत्र मुनि, श्री मैत्र मुनि कहले, हे विदुर, श्री ब्रह्मा जी तांकर आविर्भाव तल गर्भस्थ कसाई विष्णु भगवान को देखला परे तांकर मन और वचन अनुଯାୟୀ तांकर भगवान कृपा लाभ निमित्त प्रार्थना कले। एहीपरि प्रार्थना करी से मौन हेले, जेपरिक तांकर तपस्या ज्ञान और समाधि जोगु से क्लांत होई पड़े। तो ये मैत्र मुनि कहते विदुर को जे ब्रह्मा एपरि भगवान को प्रार्थना करिया परे से एबे शांत हो गले। ଯେମିତି କି ଜଣେ ବହୁତ ସମୟ ତପସ୍ୟା ବା ସେବା କରି କିଛି ଟିକେ ଆଶ୍ୱସ୍ତି ରେଷ୍ଟ କରୁଛି ଯେ ଭଗବାନ ଏବେ ମତେ କୃପା କରିବେ କି ଆଶୀର୍ବାଦ କରିବେ, ତାର ଅପେକ୍ଷାରେ ଅଛନ୍ତି। ତ ଏଇ ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି 4 ନମ୍ବର ଲାଇନରେ ଲାଷ୍ଟ ଦେଖନ୍ତୁ, ବାହାରେ ଥିବା ଗୁରୁ ଏବଂ ଭିତରେ ହୃଦୟରେ ଥିବା ଗୁରୁ ଉଭୟ ଭଗବାନଙ୍କର ପ୍ରତିନିଧି ଅଛନ୍ତି। ବ୍ୟକ୍ତି ଏ ପ୍ରକାର ପ୍ରାମାଣିକ ପ୍ରତିନିଧିଙ୍କ ସହ ସମ୍ବନ୍ଧିତ ନହେଲେ ସେ ନିଜକୁ ଗୁରୁ ବୋଲି ଦାବି କରିପାରିବ ନାହିଁ। ବ୍ରହ୍ମାଙ୍କର ବାହାରେ ଥିବା ଗୁରୁଙ୍କର ସାହାଯ୍ୟ ଲାଭ କରିବାର ଅବକାଶ ନଥିଲା, କାରଣ ସେ ସମୟରେ ବ୍ରହ୍ମା ହିଁ ବ୍ରହ୍ମାଣ୍ଡର ଏକମାତ୍ର ସୃଷ୍ଟ ଜୀବ ଥିଲେ। ଯୋଉ କଥା ମୁଁ ଟିକେ ପୂର୍ବରୁ କହୁଥିଲି, ବ୍ରହ୍ମାଙ୍କର ଚୈତ୍ୟ ଗୁରୁ ଏବଂ ଦିବୁ ଗୁରୁ ଏକ ହେଲେ କୃଷ୍ଣ ଭଗବାନ ବା କାରଣ ଗର୍ଭର ସେ ବିଷ୍ଣୁ। କିନ୍ତୁ ଆମର ଅଲଗା, କାରଣ ବ୍ରହ୍ମା ସେତେବେଳେ ଜଣେ ଥିଲେ। ତେଣୁ ବ୍ରହ୍ମାଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଭଗବାନ ହୃଦୟର ଅନ୍ତଃସ୍ଥଳ ତାଙ୍କ ବ୍ରହ୍ମାଙ୍କୁ ସବୁ ବିଷୟରେ ଜ୍ଞାନାଲୋକ ପ୍ରଦାନ। ବ୍ରହ୍ମାଙ୍କର ପ୍ରାର୍ଥନାରେ ଭଗବାନ ସନ୍ତୁଷ୍ଟ ହୋଇ ତାଙ୍କୁ ଜ୍ଞାନାଲୋକ ପ୍ରଦାନ କରୁଛନ୍ତି। 28 ଶ୍ଲୋକ। ଆମେ ଏଇ 26 ନମ୍ବର ଶ୍ଲୋକରେ ଗୋଟେ ଭଲ କଥା ମନେ ପଡୁଛି, ମୁଁ ନୋଟ କରିଥିଲି ଭୁଲି ଯାଇଛି। ଆମେ କିପରି ବୁଝିବା ଯେ ଆମକୁ ଗୁରୁଦେବଙ୍କର କୃପା ଅଛି ବା ଭଗବାନଙ୍କର କୃପା ଅଛି? ଯେହେତୁ ଆମର ତ ଚୈତ୍ୟ ଗୁରୁ ହେଲେ କୃଷ୍ଣ ଏବଂ ଆମର ନିଜର ମାନେ ସମସ୍ତଙ୍କର ନିଜ ନିଜ ଗୁରୁଦେବ ଅଛନ୍ତି। କୃଷ୍ଣ ଯୋଉ ଗୁରୁ ରୂପେ ଆମକୁ ଦର୍ଶନ ଦେଇଛନ୍ତି, ଆସିଛନ୍ତି ଆମ କତିକି। ତ ଯେତେବେଳେ ଆମ ସେବାଟା ଭଗବାନ ଗ୍ରହଣ କରୁଛନ୍ତି,
କହିଲେ କିପରି ଆମେ ଜାଣିବା କଣ ଗ୍ରହଣ କରୁଛନ୍ତି? ଯେତେବେଳେ ଗୁରୁ ଆମ ଉପରେ ଖୁସି ହେଲେ ଆମେ ଜାଣିବା ନିଶ୍ଚୟ କୃଷ୍ଣ ଆମ ସେବା ଗ୍ରହଣ କରୁ ଏବଂ କୃଷ୍ଣଙ୍କ କୃପାରୁ ଆମେ ଗୁରୁ ପାଇଛନ୍ତି। ତେଣୁକରି ଏଇଟା ଚୈତ୍ୟ ଗୁରୁଙ୍କ କୃପା ଅଛି ଆମର ଉଭୟ ଉପରେ ନିର୍ଭରଶୀଳ। ପ୍ରଥମ ଆମ ଉପରେ କୃଷ୍ଣଙ୍କର କୃପା ଅଛି, ଚୈତ୍ୟ ଗୁରୁଙ୍କର କୃପା ଅଛି, ତେଣୁକରି ଆମେ ବିଭୁ ଗୁରୁ ପ୍ରାପ୍ତ ହେବେ। ଏବଂ ଏଇ ଗୁରୁ ଦେବ ଆମ ଉପରେ ଖୁସି ଅଛନ୍ତି ନା ଆମେ କିପରି ଜାଣିବା? ଆମେ ଯୋଉ ସେବା କରୁଛନ୍ତି ଚୈତ୍ୟ ଗୁରୁ ଆମ ଉପରେ ଖୁସି ଅଛନ୍ତି କେମିତି ଜାଣିବା? ଆମେ ଯୋଉ ଭଗବାନଙ୍କ ସେବା କରୁଛନ୍ତି ବା ବୈଷ୍ଣବ ସେବା କରୁଛନ୍ତି ବା ପରମ୍ପରାର ସେବା କରୁଛନ୍ତି, ଯଦି ଗୁରୁଦେବ ଖୁସି ଅଛନ୍ତି ତାହେଲେ ଭଗବାନ ଏଇଟା ଗ୍ରହଣ କରୁଛନ୍ତି ବୋଲି ଆମେ ବୁଝିବା। କୃଷ୍ଣଙ୍କ କୃପାରୁ ଆମେ ସଦ୍ଗୁରୁ ପ୍ରାପ୍ତ ହେଇଛନ୍ତି ଏବଂ ସଦ୍ଗୁରୁଙ୍କ ଗାଇଡ ଲାଇନରେ ଆମେ ଯୋଉ ସେବା କରୁଛନ୍ତି କୃଷ୍ଣ ଯଦି ଗ୍ରହଣ କରୁଛନ୍ତି ତାହେଲେ ଗୁରୁ ଆମର ଖୁସି ଅଛନ୍ତି ବା ଗୁରୁଙ୍କର କୃପା ଆମେ ପାଇଛନ୍ତି। 27 ନମ୍ବର 28 अथाभिप्रेत मनुष्य ब्राह्मण मधुसूदन विषन्न चेतसं तेन कल्पव्यतिकराम्बसा लोक संस्थान विज्ञान आत्मन परीक्षिद्यतः तमहागाधया वाच कस्मलं समयन्निव। यापर भगवान कहले देखिले ब्रह्म देव तीर्जगादी लोक सृष्टि परिपाटीर विज्ञान लाभ निमित्त प्रलय जल दर्शन में अत्यंत विषादग्रस्त होती। श्री मधुसूदन यह अवगत हो गंभीर वाक्य द्वारा ब्रह्मांकर मोह अपनोदन कर कहवाक लगे। भावार्थ पढ़ते हरे कृष्ण। दंडवत प्रणाम प्रभु। भावार्थ प्रलय जल एपरी भयंकर जे श्री ब्रह्माजी भली व्यक्ति मध्य आतंकित हो पड़ते एवं से किपरि देव तीर्जगादी लोक सृष्टि परिपाटी विधान करिवे अर्थात देवता मानव और तीर्जगादी प्राणी मानकर संस्थान किपरि करिवे सेथि निमित्त अत्यंत उद्विग्न चित्त हो पड़ते। ब्रह्मांडर लोक समूह अर्थात ग्रहमंडल विभिन्न श्रेणीर जीव मानक नहीं जो जीवगण भूत प्रकृतिर गुण द्वारा प्रभावित अवस्थित। भूत प्रकृतिर त्रिगुण अच्छी एवं जेतेबेले सेमानक मध्यरु गोटिए अन्य सह मिलित हुए सेतेबेले सेमानक संख्या 9 होई जाए। जेतेबेले से 9टी परस्पर मिलित हुअंती सेतेबेले संख्या 81 होई जाए एवं से 81टी मध्य परस्पर मिलित हुअंती एवं एहिपरि भावरे बुद्धि लाभ करी परिणति रे माया किपरि वृद्धि पाए आमे जानु नाहु। श्री ब्रह्माजी को बद्ध जीव मानकर आवश्यक शरीर अनुजाई सेमानंकु विभिन्न स्थान रे थैथान करिवार थिला। यह ब्रह्मांकर दायित्व थिला। तेणु ए ब्रह्मांड रे यह केड़े कष्टकर व्यापार आउ केही बुझी पारिबे नाही बा जानी पारिबे नाही, किंतु भगवानंकर कृपा लाभ करी श्री ब्रह्माजी ए कष्टकर व्यापार को एपरी ठिकणा भावरे संस्थान करने को समर्थ होइतिले जे ब्रह्मांकर अर्थात विधातांकर ए क्रिया को देखि समस्ते आश्चर्यान्वित होइतिले। हरे कृष्ण। धन्यवाद। तो ये श्लोक भावार्थ प्रभुपाद महाराज कह किपरि ब्रह्मांड सृष्टि ब्रह्मांड कोटि कोटि जीव किपरि आस। तो प्रथम कहते प्रलय जल अति भयंकर ब्रह्मा भली व्यक्ति मध्य आतंकित हो पारे। ए विषय आपको किसी बुझाई पड़ो ना। आपण मैंने जब बन्या परिस्थिति देखी थे तो सबु आड़ पानी खाली आपण एकुटिया थे से किसी घर गोटे दिटा घर लाइन नथिबो लाइन कटि जाइथिबो बन्या समय रे से जो सिचुएशन केते भय लागथु ए विषय किसी क्या बुझाई पड़ोनी। आपण समझ जानते अलरेडी। एवं विशेषकर जो सृष्टि तीन गुण हूँ मुख्य सृष्टि सत्वगुण रजगुण तम 3टी गुण
ତିନିଟି ଗୁଣରେ ମିଶିଲେ 3 3 9 ପୁଣି 9 ପ୍ରକାରରେ ପୁଣି 3 ମିଶିଲେ 21 27 27ରେ ପୁଣି 3 17 ମିଶିଲେ 81 ଏମିତି କୋଟି କୋଟି ଗୋଟେ ଗୋଟେ ଗୁଣର ଚେତନାର ଦ୍ଵାରା ଗୋଟେ ଗୋଟେ ଜୀବ ସୃଷ୍ଟି କୋଟି କୋଟି ଜୀବ ଭଗବାନ ଏମିତି ସୃଷ୍ଟି କଲେ। ତ ୟାକୁ ବୁଝିବା ପାଇଁ ହେଲେ ମୁଁ ବି ବୁଝିପାରୁନି ଠିକ ଠାକ କିନ୍ତୁ ମୁଁ ଯୋଉ କ୍ଲାସ ପଢୁଥିଲି ଯେ ଆଚାର୍ଯ୍ୟଙ୍କ କଥାବାର୍ତ୍ତା ମୁଁ ବୁଝିଲି ଏତିକି ମୁଁ ବୁଝିଲି ସେ ସେୟାର କରୁଛି। ତ ଗୋଟେ ଏକ୍ସାମ୍ପଲ ଦଉଛି ମେ ବି ଆପଣ ବୁଝିପାରିବେ। ତ ଆପଣ ବର୍ତ୍ତମାନ ଯୋଉ ମୋବାଇଲ ବର୍ତ୍ତମାନ କରେଣ୍ଟ ଏକ୍ସାମ୍ପଲ ଦଉଛି ଆପଣ ମାନେ ଯୋଉ ମୋବାଇଲ ଧରୁଛନ୍ତି ସେ ମୋବାଇଲର ନମ୍ବର କେତେ 10ଟା ନମ୍ବର ଭାରତରେ 1 ରୁ 0 ମାନେ 0 ରୁ 9 ପର୍ଯ୍ୟନ୍ତ 10ଟା ନମ୍ବର ଏଇ 10ଟା ନମ୍ବର ଭିତରେ କେତେ କୋଟି ମୋବାଇଲ ନମ୍ବର ଅଛି କେମିତି ହେଲା ବୁଝିପାରୁଛନ୍ତି ତ 0 1 2 3 ହେଇକି 9 ପର୍ଯ୍ୟନ୍ତ 10ଟା ନମ୍ବର ବର୍ତ୍ତମାନ ଭାରତରେ 140 କୋଟି 45 କୋଟି ଲୋକ ସଂଖ୍ୟା ତ ତା ଭିତରୁ ପାଖାପାଖି ବହୁତ ହୁଏ ମୁଁ ଭାବୁଛି ବର୍ତ୍ତମାନ 130 କୋଟି କି 40 କୋଟି ଲୋକ ମୋବାଇଲ ଧରୁଛନ୍ତି ଏବେ ଜଣକା 2ଟା 3ଟା ନମ୍ବର ଅଛି କେମିତି ହେଲା ଠିକ ସେଇପରି ସତ୍ୟଗୁଣ ରଜଗୁଣ ତମଗୁଣ ସତ୍ୟଗୁଣର ପୁଣି ସତ୍ୟ ରଜ ତମ ତାର ସତ୍ୟ ରଜ ତମ ଏମିତି ମିଶି 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 ଅନେକ ଅସଂଖ୍ୟ ସୃଷ୍ଟି ହେଲା। ପ୍ରଜ୍ଞା ମା କଣ କହୁଥିଲେ କୁହନ୍ତୁ। ପ୍ରଭୁଜୀ ଶ୍ଲୋକ ନମ୍ବର 26ରେ ଯୋଉ କହିଲେ କି ଆମେ କିପରି ଜାଣିବା ଯେ ଭଗବାନ ଆମ ଉପରେ ଖୁସି ଅଛନ୍ତି ବା ସନ୍ତୁଷ୍ଟ ଅଛନ୍ତି। ଯଦି ଗୁରୁ ଆମ ଉପରେ ଖୁସି ଅଛନ୍ତି ତାହେଲେ ଭଗବାନ ଆମ ଉପରେ ଖୁସି ଅଛନ୍ତି। ତ କିନ୍ତୁ ଆମେ ସବୁବେଳେ ଏମିତି ସମ୍ଭବ ହୁଏ ନାହିଁ କି ଆମେ ଗୁରୁ ମହାରାଜଙ୍କର ଡାଇରେକ୍ଟ କନେକ୍ସନରେ ଆସିପାରୁ। ତ ଏଥିରେ ତ ଜଣା ବି ପଡିବନି ଯେ ଗୁରୁ ମହାରାଜ ଆମ ଉପରେ ଖୁସି ଅଛନ୍ତି କି ନାହିଁ। ତ ସେଭଳି ସିଚୁଏସନରେ କେମିତି କଣ ଜାଣିବା। ବହୁତ ସୁନ୍ଦର ପ୍ରଶ୍ନ ବହୁତ ବହୁତ ଧନ୍ୟବାଦ। ବାସ୍ତବିକ ଏଠି ଆମେ ଗୁରୁଦେବଙ୍କର ଖୁସି କିପରି ଆମେ ଅନୁଭବ କରିବା ବା ଭଗବାନ ସେବା ଆମର ଯୋଉ କଥା କହିଲେ ଭଗବାନ ଯଦି ଆମ ସେବା ଗ୍ରହଣ କଲେ କି ନା କିପରି ଜାଣିବା ଯଦି ଗୁରୁଦେବ ଖୁସି ହେବେ ଯଦି ଗୁରୁଦେବଙ୍କ ସହିତ ଆମେ ସବୁବେଳେ ଆମର ତ ଏଇଟା ବହୁତ ବଡ ସଂସ୍ଥା ଗୁରୁଦେବଙ୍କର ବହୁତ ହଜାର ହଜାର ଲକ୍ଷ ଲକ୍ଷ ଶିଷ୍ୟ ବି ରହୁଛନ୍ତି ସବୁ ଶିଷ୍ୟଙ୍କ ସହିତ ଡାଇରେକ୍ଟ ସବୁବେଳେ ହେଇପାରୁନି ତେଣୁକରି ଗୁରୁଦେବଙ୍କର ଯିଏ ପ୍ରତିନିଧି ବା କାଉନସିଲର ବା ମନ୍ଦିର ଯୋଉ ଅଥରିଟି ତେଣୁକରି ପ୍ରଭୁପାଦ ମହାରାଜ ଏଇଟା ଦେଇଛନ୍ତି ଅଥରିଟିଙ୍କର ଆଦେଶ ମାନେ ପ୍ରଭୁପାଦଙ୍କର ଆଦେଶ ଜିବିସି ଇନଷ୍ଟ୍ରକ୍ସନ ମାନେ ପ୍ରଭୁପାଦଙ୍କର ଇନଷ୍ଟ୍ରକ୍ସନ। ଏବେ କିଛି ଦିନ ତଳେ ପରମ ପୂଜ୍ୟ ଗୋପାଳକୃଷ୍ଣ ଗୁରୁ ମହାରାଜ ଭଗବାନଙ୍କର ନିତ୍ୟ ସେବାରେ ଗଲେ ମାନେ ଗୋଲକ ବୃନ୍ଦାବନ ଯାତ୍ରା କଲେ କିନ୍ତୁ ସିଏ ଗଲାବେଳେ କିଛି ଉପଦେଶ ଦେଇ ଯାଇଛି ନା ସେଥିମଧ୍ୟରୁ ଗୋଟେ ଇନଷ୍ଟ୍ରକ୍ସନ ଏଇଟା ଯେ କୌଣସି ମୁହୂର୍ତ୍ତରେ ଜିବିସି ଏବଂ ଅଥରିଟିଙ୍କର ଆଦେଶକୁ ଅମାନ୍ୟ କରିବ ନାହିଁ ଓ ଜିବିସି ଏବଂ ଅଥରିଟିଙ୍କର ଆଦେଶକୁ ଅମାନ୍ୟ ମାନେ ପ୍ରଭୁପାଦଙ୍କର ଆଦେଶ ଅମାନ୍ୟ। ତ ମୁଁ ଦେଖିଥିଲି ପରମ ପୂଜ୍ୟ ଗୋପାଳକୃଷ୍ଣ ମହାରାଜଙ୍କର ଯୋଉ ଆସିଥିଲା ଇଏରେ ମାନେ ଗ୍ରୁପରେ ସେ ସମୟରେ ଯୋଉ ଗାଇଡଲାଇନ ଗୁରୁଦେବଙ୍କର କିଛି ଟିପ୍ସ ଉପଦେଶ ସେଥିମଧ୍ୟରୁ ଏଇଟା ଗୋଟେ ତେଣୁକରି ଆମେ ଆମର କାଉନସିଲର ବା ଆମର ଯୋଉ ଅଥରିଟି ତାଙ୍କର ସେମାନେ ଖୁସି ଅଛନ୍ତି ମାନେ ଭଗବାନ ସେବା ଗ୍ରହଣ ବୁଝିପାରିଲେ ମା। ଆଜ୍ଞା ଥ୍ୟାଙ୍କ ୟୁ ଆଜ୍ଞା। ଧନ୍ୟବାଦ। ଆମେ କେତେ ନମ୍ବର ଥିଲେ 27 ନମ୍ବର ତାପରେ 29 ନମ୍ବର 28 ହେଇଗଲା 29 ନମ୍ବର ବର୍ତ୍ତମାନ ଭଗବାନ କହିବା ଆରମ୍ଭ କରିବେ ଉପଦେଶ ଦେବା ଆରମ୍ଭ କରିବେ। ଶ୍ରୀ ଭଗବାନ ଉବାଚ ମା ବେଦ ଗର୍ଭ ଗାସ୍ତ୍ରଦ୍ରିଂ ସର୍ଗ ଉଦ୍ୟମ ସର୍ଗ ଉଦ୍ୟମ ବାହ ତନ୍ମୟା ପାଦିତଂ ହ୍ୟଗ୍ରେ ଜନ୍ମାଂ ପାର୍ଥୟତେ ଭଗବାନ ତତ୍ପରେ ଭଗବାନ କହିଲେ ହେ ବେଦ ଗର୍ଭ ବ୍ରହ୍ମା ବିଷଣ୍ଣ ହୁଅ ନାହିଁ କିମ୍ବା ସୃଷ୍ଟି କ୍ରିୟା ସମ୍ପାଦନ କରିବା ନିମିତ୍ତ ଆତଙ୍କିତ ହୁଅନି ଯାହା ତୁମେ ମୋ ଠାରୁ ପ୍ରାର୍ଥନା କରିଛ
ତାହା ତୁମକୁ ପୂର୍ବରୁ ମଞ୍ଜୁର ହୋଇସାରିଛି। ଏଇ ଯୋଉ ଭାବାର୍ଥଟାକୁ ସମସ୍ତେ ପଢନ୍ତୁ, ନିଜେ ନିଜେ ପଢନ୍ତୁ, ପଢିକି ମତେ କୁହନ୍ତୁ ଏଇ ଟୋଟାଲ ଭାବାର୍ଥରେ ଜେନେରାଲ ମାନେ ସାଧାରଣ ନୀତି କଣ ପାଇଲେ, ଜେନେରାଲ ଇନଷ୍ଟ୍ରକ୍ସନ ବା ଜେନେରାଲ ଉପଦେଶ କଣ ମିଳିବ। ସମସ୍ତେ ପଢନ୍ତୁ, ପଢିକି ମତେ କୁହନ୍ତୁ। କିଏ ଜଣେ ଦି ଜଣ କୁହନ୍ତୁ, 2 ମିନିଟ ଭିତରେ ସମସ୍ତେ ପଢନ୍ତୁ, ପଢିକି କୁହନ୍ତୁ। ହରେ କୃଷ୍ଣ ଦଣ୍ଡବତ ପ୍ରଣାମ। ଯଦି ଆଜ୍ଞା କୁହନ୍ତୁ। ଗୁରୁଦେବଙ୍କର କିଛି ମାନେ ଆଦେଶ ମିଳିଛି, ତାକୁ କିଭଳି ଭାବରେ ସଫଳ ରୂପାୟନ ଦେବା, କିଭଳି ଭାବରେ ସଦାସର୍ବଦା ସେଥିରେ ଭଗବାନଙ୍କୁ ପ୍ରାର୍ଥନା କରିବା ଯେ ଆପଣ ମତେ କିଛି ସେବା ମିଳିଛି ଯେ କିଭଳି ଭାବରେ ମୁଁ ସେବା ତମ ଯୋଗ୍ୟ ନୁହେଁ, ଅଯୋଗ୍ୟତା ଠିକ ଅଛି, ଧନ୍ୟବାଦ। ଆଉ କିଏ କହିବେ? ହରେ କୃଷ୍ଣ ହରେ କୃଷ୍ଣ ପ୍ରଭୁଜୀ, କୌଣସି ସେବା ମିଳିଥିଲେ ଭଗବାନଙ୍କର କୌଣସି ସେବାର ପ୍ରାପ୍ତି ହୋଇଥିଲେ ତାହାକୁ ଆମେ କୃତଜ୍ଞତାର ସହିତ ଗ୍ରହଣ କରିବା ଉଚିତ ଏବଂ ସେଇ ସେବାକୁ ଭଗବାନଙ୍କ ଉପରେ ସମ୍ପୂର୍ଣ୍ଣ ସମର୍ପଣ ଭାବ ନେଇ କରିବା ଉଚିତ ଏବଂ ସେଥିପାଇଁ ଗର୍ବ ଅନୁଭବ କରିବା କଥା ନୁହଁ। ଯେତେବେଳେ ମଣିଷ ଗର୍ବ ଅନୁଭବ କରେ ତ ସେତେବେଳେ ମଣିଷର ପତନ ହେବା ଆରମ୍ଭ ହୋଇଯାଏ। ଧନ୍ୟବାଦ। ଆଚ୍ଛା ଅମୃତେଶ ପ୍ରଭୁ। ହରେ କୃଷ୍ଣ କହୁଛି। ଏଇଠି ଫାର୍ଷ୍ଟ ଲାଇନ ରେ ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଲେଖା ହେଇଛି ଯେ ଯେତେବେଳେ ଜଣକୁ ଗୋଟେ ସେବା ବା ଗୋଟେ ରୋଲ ଦିଆହେଇଛି, ପୋଜିସନ ଦିଆହେଇଛି, ତା ମାନେ ତାକୁ ଅଲରେଡି ଆଶୀର୍ବାଦ କରାହେଇଯାଇଛି। ତାପରେ ବି କିନ୍ତୁ ସେ ଭକ୍ତ କେବେ ଏପରି ଭାବିବା କଥା ନାହିଁ ଯେ ମୁଁ ଭାରି ଯୋଗ୍ୟ ବ୍ୟକ୍ତି, ମୋ ଦ୍ଵାରା ଏସବୁ କାର୍ଯ୍ୟ ହେଇଯିବ ଭଲ ଭାବରେ, ତାହେଲେ ସେ ଅସଫଳ ହବ। କିନ୍ତୁ ଯଦି ସେ ଭାବିବ ଯେ ମାନେ ଯଦି ସେ ବୁଝିପାରିବ ଯେ ବାସ୍ତବରେ ମୁଁ ଅଯୋଗ୍ୟ, ଭଗବାନଙ୍କ କୃପା ହବ ଯଦି ମୁଁ କିଛି କରିପାରିବି, ପୋଜିସନ ର କିଛି ସେବା ରହିକି କରିପାରିବି ପୋଜିସନରେ, ତାହେଲେ ହିଁ ସେ ସଫଳ ହବ। ଏଇଟା ହେଲା ମାନେ ଭଗବାନ କହୁଛନ୍ତି ବ୍ରହ୍ମାଙ୍କୁ, ତୁମର ଏ ଅଯୋଗ୍ୟତା ଭାବିବାଟା ମାନେ ବାସ୍ତବରେ ତୁମର ଯୋଗ୍ୟତା, ଯାହା ଯୋଗୁ ତୁମେ ଏ କାର୍ଯ୍ୟ ସିଦ୍ଧ କରିପାରିବ। କିନ୍ତୁ ତୁମକୁ ମୁଁ ଅଲରେଡି ଆଶୀର୍ବାଦ କରିସାରିଛି, ଏଇଟା ମଧ୍ୟ ଭଗବାନ ଜଣେଇଲେ। ବହୁତ ବହୁତ ଧନ୍ୟବାଦ। ଆଉ କିଏ କହିବା ପାଇଁ ଚାହୁଁଛନ୍ତି କି? हरे कृष्ण प्रभु जी ଏଇଟା प्रणाम जय ଲାଷ୍ଟ, ଏଇଟା ଲାଷ୍ଟ ଜଣେ କହିବେ, ୟା ପରେ ଆଉ କୁହାହବନି କାରଣ ସମୟ ହଉଛି। ଏଇ जगन्नाथ। ଜଣେ ରକ୍ତ କହିବେ। हरे कृष्ण प्रभु जी प्रणाम जय जगन्नाथ। ଯେ ଯେକୌଣସି ଦାୟିତ୍ୱ ଦିଆଯାଇଛି ତାହା ନିଶ୍ଚିତ ଭାବେ ଭଗବାନଙ୍କର ଦ୍ଵାରା ନିର୍ଦ୍ଦେଶିତ ହେଇଛି ଏବଂ ତାହାକୁ ନିଜେ ଦାୟିତ୍ୱ ନେଇକିରି କର୍ମ ସମ୍ପାଦନ କରିବାକୁ ଅଛି। କେବେ ହେଲେ ଗର୍ବ ପ୍ରକାଶ କରିବ ନାହିଁ ଯେ ମତେ ଏଇ ଦାୟିତ୍ୱ ଦିଆଯାଇଛି, ମୁଁ ବଡ ପାୱାରଫୁଲ ବ୍ୟକ୍ତି ବା ମୋର କ୍ୱାଲିଫିକେସନ ଅଧିକା ଅଛି, ସେଥିପାଇଁ ନିଜେ କେବେ ହେଲେ ଗର୍ବ ପ୍ରକାଶ କରିବା ନୁହଁ, ବରଂ ଦନ୍ୟତା ସହିତ ତାକୁ ସମ୍ପାଦନ କରିବାର ଅଛି। ସମସ୍ତଙ୍କୁ ସମାନ ଭାବ ସମତା ଭାବ ପ୍ରକାଶ କରିବା ଏବଂ ଦନ୍ୟତା ସହିତ ତାକୁ ସମ୍ପାଦନ କରିବା, ତାହାର ହଉଛି ପ୍ରଥମ କର୍ତ୍ତବ୍ୟ। ଏବଂ ତାହା ହଉଛି ଗୁରୁଙ୍କର ନିର୍ଦ୍ଦେଶ ଦେବେ ବୋଲି ସେଇଟା ମାନିବାକୁ ପଡିବ ନା, ଏଇଟା ମତେ ଗୁରୁ ନିର୍ଦ୍ଦେଶ କରିଛନ୍ତି, ମୁଁ ତାକୁ କରିବାକୁ ପଡିବ। ଏଇ ମନୋଭାବ ନେଇକି ସେବାର ମନୋବୃତ୍ତି ନେଇକି କରିବାକୁ ପଡିବ। ଏବେ ହେଲେ ନିଜ ମନ ଭିତରେ ଗର୍ବ ପ୍ରକାଶ କରିବା ଉଚିତ ନୁହେଁ। ହରେ କୃଷ୍ଣ। ଧନ୍ୟବାଦ ସମସ୍ତ ଭକ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ସମସ୍ତେ ମାନେ ପ୍ରଭୁପାଦଙ୍କର ମନୋଭାବକୁ ବୁଝି ପାରିଛନ୍ତି, ସେଥିପାଇଁ ଖୁସି ଲାଗୁଛି। ବାସ୍ତବିକ ଏଠି ଜଣେ
तुम ब्रह्मा निजर अक्षमता प्रकाश कर जदियो आपण मते एई सेवा देइछन किंतु मु आपन कृपा बिना एई सेवा करिया पय अयोग्य निजर सब भगवान को प्रार्थना करिया उचित प्रभु मते एई सेवाटा सुचारू रूपे तुले नियो नेक्स्ट भूयश्चं तप आतिष्ठ विद्यां चैव मदाश्रयम् ताभ्याम अंतर्हृदय ब्रह्मन् लोकान रक्षसी अपाकृतान। हे ब्रह्मा तुम्हें पुनर्बार तपस्या आचरण और मोर उपासना संबंधी विद्या अभ्यास कर ए उभय द्वारा तुम्हें निजर हृदय मध्य पृथ्वी आदि लोक सकल अनावृत रूपे देखिपार। प्रभुपाद महाराज लास्ट दिना तीन सेंटेंस कहते जे ए निर्देश हृदय अंतस्थल आसीब एवं एथिपाई ए सृष्टि क्रिया उद्विग्न चित्त हेबार कौन आवश्यकता नहीं। ए प्रकार बुद्धि जोग उपदेश सीधा सड़क हृदय भगवान ठर आसे। श्रीमद भगवद गीता 10:10 पाई ददामी बुद्धि जोग मो भक्त को मो बुद्धि दी पुनर्बार तुम्हें ध्यान कर तुम हृदय तुम्हें ज्ञान पाइब से ज्ञान अनुसार तुम्हें कार्य कर किसी व्यस्त हमार आवश्यकता नहीं। जे दायित्व नहीं सेवा करती से भगवान को बहुत कृपा प्राप्त हो भावेनि जे मते अथॉरिटी तो खाली कहीदेले यहाँ किसी हेल्प नहीं। चिंता करूँ प्रभुपाद महाराज जिते दुई जन गृहस्थ भक्त तीन दुई जन कपुल मोर मन पड़े जो अमेरिका इंग्लैंड पठे दुई जन ना तीन जन कपुल को पठे से तो प्रभुपाद महाराज इंग्लैंड जाके कोई जगह दे नथिले कि पैसा दे नथिले प्रभुपाद तो तुम जाओ से प्रचार कर जो अमेरिका प्रथम बाहर बाहर पुणी गृहस्थ भक्त प्रभुपाद यहाँ कहले माने ऑलरेडी भगवान से व्यवस्था करले। प्रभुपाद कहले माने कृष्ण कहले माने से व्यवस्था कले से पहुंचले से भगवान को प्रार्थना कले एवं कार्य प्रचार आरंभ कले सक्सेस हेले। तेणुक जे दायित्व नहीं सेवा करती से निश्चय बहुत भगवान का कृपा लाभ करते एथरे माने अतुलनीय कृपा कही हम से कृपा बुझा के निजर अध्यवसाय लगी रहा माने यहाँ कोई गुरुदेव कहते अथॉरिटी कहते सेवाटा करने पड़े से अध्यवसाय लगी रहा से कृपा निश्चय से कार्य सक्सेस हो से कृपा प्राप्त है। दुईटा जिन अध्यवसाय और निज साधना। हरे कृष्ण। अध्यवसाय प्रभु जी दंडवत अध्यवसाय अध्यवसाय माने जो सेवा करने आम अथॉरिटी गुरु आमको उपदेश देते से सेवा करने समस्त आयोजन जमी प्रभुपाद गुरु प्रभुपाद कहते तुम्हें पाश्चात्य भाषा पाश्चात्य देश कृष्ण भावना मत प्रचार कर प्रभुपाद से संस्कृत इंग्लिश ट्रांसलेट कले बांग्ला इंग्लिश ट्रांसलेट कले श्रीमद भगवद गीता भागवतम यहाँ हूँ अध्यवसाय एवं अमेरिका जावाई प्रयास कले से बहुत कष्ट करने पड़ी अमेरिका जाई पार ना बार बार जो जाइए श्रीमती मोरारजी जो गुजरात जो पानी जहाज कंपानी से कहते तुम एत वृद्ध तुम अमेरिका जावा दरकार नहीं प्रथम थर फेरेदेले द्वितीय थर फेरेदेले टिकट देलेनी पुनर्बार जीवा यही सब हूँ अध्यवसाय से सेवा पूर्ण करने जो कार्य यहाँ हूँ अध्यवसाय। हरे कृष्ण। 31 नंबर तत्मनि लोके च भक्ति युक्त समाहित दृष्टासी मांग ततंग ब्रह्मन् मयि लोकां स्वम आत्मन। हे ब्रह्मा तत्पर जिते तुम सृजन क्रिया मध्य भक्ति युक्त हेब से तुम्हें मत तुम ठारे एवं समग्र ब्रह्मांड देखिपार एवं तुम्हें मत देख तुम्हें निजे समग्र ब्रह्मांड एवं जीव सकल समस्ते ही मोठार अच्छे। भावार्थ प्रभुपाद महाराज कहते एठारे श्री भगवान कहते ब्रह्माकर दिवस काल रे ब्रह्मा भगवान कृष्ण को कृष्ण रूप देखिपारे
तो ब्रह्माकर प्रत्येक दिन कृष्णकर गोटे अवतार आसन एटा कृष्णकर ब्रह्माकर प्रति कृपा। तो विशेषकर यही श्लोक चतुर्श्लोक सहित लिंक अच्छी। चतुर्श्लोक 3 नंबर श्लोक भगवान ब्रह्माकर दिवस काल कृष्ण रूप देखिपारे। भावार्थ कहते तुम्हें जो सृजन क्रिया मध्य भक्तिर युक्त हम से तुम्हें गोटे माने भगवान को क्षीर दक्ष कारण दक्ष पर्वत विष्णु को तू मोटार देखिपार समग्र ब्रह्मांड को देखिपार। चतुर्श्लोक 3 नंबर श्लोक द्वितीय स्कंद भारत कौन अच्छी मत मन नहीं 3 नंबर श्लोक चतुर्श्लोक भागवत में ଏଠି ଦେଖେଇ ଦଉଛି ସ୍କ୍ରିନ୍ ସେୟାର କରି। यथा महांति भूतानि भूतेषु भूतेषु च वचेषु प्रविष्ट अन्य प्रविष्टानि तथा तेषु न तेषु अहम्। हाँ ये कथा ये कहते तुम्हें मोटे तुम्हें थोड़ा देखिपार समग्र ब्रह्मांड मो मत देखिपार तुम्हें देखिए तुम्हें निजे मो भीतर अच्छ समग्र ब्रह्मांड मो भीतर अच्छे। टीकाकार कहते श्लोक चतुर्श्लोक श्लोक सहित लिंक अच्छी। 32 नंबर आमती किसी उपमाय को भगवान कहते तुम्हें व्यस्त हवा दरकार नहीं तुम्हें भक्ति जो अध्यवसाय आरंभ कर सब तुम्हें बुझीपार। 32 नंबर जदा तु सर्वभूतेषु दारुष्वग्निम दारुष्वग्निमिव स्थितम् प्रतिचक्षित मां लोक जाहात हैव कस्मलम। जपरि काष्ठर अग्नि थाए ठीक सेपरि मु सर्वत्र अछि। तुम्हें मते जेतेबेले समस्त जीव ठारे तथा समग्र ब्रह्मांड देखा पाइब सेतेबेले से दिव्य दृष्टि तुम्हें समस्त प्रकार माया मोर मुक्त होगापी सक्षम। जपरि काठ भीतर अग्नि थाए किंतु देखा जाए जितेबाला अग्नि संयोग कराए से काठ अग्नि बाहर ठीक सेपरि समस्त भीतर मु अच्छी तुम्हें जो यहीटा देखिपार से तुम्हें माया मोर मुक्त होगा सक्षम। भावार्थ प्रभुपाद महाराज कहते सृजनी क्रिया व भौतिक कर्म मध्य ब्रह्मा किपर भगवान सहित नित्य संबंध को विस्मृत नहे से प्रार्थना कर से प्रार्थना उत्तर दे भगवान कहते जे ब्रह्मा सर्वशक्तिमतार संबंध व्यतीत जे रही पारे एक भाव उचित नहीं। भगवान कहते तमें एकुटिया रही पार सबकि मो द्वारा सृष्टि समस्त भीतर मु अच्छी मो भीतर समस्त जो यही कथा तुम अनुभव कर से जाके तुम्हें माया मोहर मुक्त हो तीन गुण त्रिगुण विषय माया मुक्त हो। 33 नंबर ये जो 32 नंबर श्लोकटा चतुर्श्लोक द्वितीय नंबर श्लोक सहित लिंक अच्छी। जदारहितम आत्मान भूतेन्द्रिय गुणाशय स्वरूपेण मयोपेतम पश्यन् सो अराज्यम रुच्छति। जेतेबेले तुम्हें स्थूल और लिंग शरीर धारण मुक्त हेब एवं जेतेबेले तुम इंद्रिय गण भूत प्रकृतिर गुण प्रभाव मुक्त हेबे सेतेबेले तुम्हें मो संजोग तुम शुद्ध रूप अनुभव करिपार से समय तुम्हें शुद्ध चेतनार स्थित हो। भावार्थ प्रभुपाद महाराज कहते भक्ति सिंधु कहुई जो व्यक्ति केवल भगवान प्रेममय सेवार युक्त होवार कामना थाए से जेकोसी प्रकार परिस्थिति मुक्त अटंती। तो मुक्त जन केते बेले हम किपरि आम जानी जीव मुक्त अच्छा जेने तेन प्रकार मन कृष्ण निपसे मन कृष्ण पाखे जो अच्छी
प्रभुपाद महाराज भक्ति विश्वास रूप गोस्वामी कहते भगवान प्रेममय सेवार जो निजुक्त होती से जीव यही सेवा मनोवृत्ति जीवर स्वरूप वृत्ति है स्वरूप माने निज रूप जीव स्वरूप है कृष्ण नित्य दास यही जो सेवा मनोभाव जीवर प्रकृत मनोभाव अटे तेणुक सब समय यही मनोभाव रखा उचित जे आम जहाँ भी करवा कृष्ण प्रीति अर्थ कृष्ण सेवा पाई श्री चैतन्य चरितामृत श्री चैतन्य महाप्रभुଙ୍କର भक्ति उद्धार कर कह जीव स्वरूप तो कृष्ण नित्य कृष्ण दास चैतन्य महाप्रभु मत से कथा कहते आम परंपरार जे भक्त हरिनाम प्रचार आगे आरंभ कर भक्ति प्रदान कर महाप्रभु जो आसछन्ति महाप्रभु मत से कथा कहते तेणुक सब समय कृष्ण चेतना रही आम कौन प्रकार भगवान भक्ति आम विच्युत हो पार ना माया द्वारा प्रभावित हो पार जहाँ कृष्ण ता ना मायार अधिकार कृष्ण सूर्य सम माया अंधकार 34 नंबर श्लोक नाना कर्म वितानेन प्रजावह्नि शिशुक्षत न आत्मवशीदति अंशिस्ते वर्षयान मदनुग्रह जेणु तुम्हें नाना विधि कर्म विस्तार पूर्वक बहु प्रजा सृष्टि कर इच्छा कर तेणु से तुम आत्मा मन केवे अवसन्न हेब ना कारण ए विषय मोर अतिशय अनुग्रह अच्छी भावार्थ जन पढ़ हरे कृष्ण भावार्थ एक शुद्धभक्त स्थान काल पात्र बा विषयवस्तु विषय सचेतन थिबा हेतु सर्वदा विभिन्न प्रकार भक्त मानकर संख्या वृद्धि करने को इच्छा करती ए प्रकार दिव्य सेवा विस्तार भौतिकवादी सृष्टि भौतिक व्यापार बोली प्रतीत हो पारे किंतु वास्तव पक्षे यह भक्त प्रति भगवान अहेतुकी कृपा विस्तार अटे ये प्रकार कर्म निमित्त जो योजना करा जाए ताहा भौतिक योजना बोली प्रतीत हो पारे किंतु ताहा भगवान इंद्रिय प्रीति निमित्त उद्दिष्ट थिबा हेतु भगवान दिव्येन्द्रिय संतोष विधान रे नियुक्त थिबा हेतु ताहार शक्ति भिन्न अटे। हरे कृष्ण तेणुक एठे आम शिक्षा पाच कौन जेते आम सेवा वृद्धि करवा सेते कृपा सेवा मान हूँ कृष्णकर इंद्रिय तृप्ति बा गुरु वैष्णव इंद्रिय तृप्ति गुरु वैष्णव इंद्रिय तृप्ति किसी अच्छी इंद्रिय तृप्ति बोले किसी जिन अच्छी गुरु वैष्णव इंद्रिय तृप्ति कृष्णकर इंद्रिय तृप्ति तेणुक आमको सब प्रार्थना करने दरकार जे गुरुदेव मनोविष्ट पूर्ण आमको निमित्त मात्र कर प्रभुपाद मनोविष्ट पूर्ण निमित्त मात्र कर एवं भक्त सब वैष्णव किपरि चाहते किपरि भक्त बढ़ंतु भक्त जन भक्त हेले से भगवान सहित निज संबंध को पुनर्बार स्मरण कर भगवान सेवा नियुक्त हेले मायार चिंतापरू मुक्त हेबे तीन प्रकार भौतिक जो कष्ट आदि भौतिक आदि दैविक आदि आध्यात्मिक ये सब जो कष्ट उद्धार पाए भगवान नित्य सेवक है तेणुक आमको भगवान सेवा करने बहुत बहुत इच्छा करने पड़ो ब्रह्मा भगवान इच्छा अनुसार बहुत जीव सृष्टि करने इच्छा कर भगवान इच्छा जीव सृष्टि नेक्स्ट हरे कृष्ण हाँ हरे कृष्ण ये बहुत सुंदर कथा है भक्त मान संख्या वृद्धि करने इच्छा मत संख्या प्रभु जी बहुत आम गले भी एमती बहु प्रकार फेस करने को पड़ू एमती लक्ष्य करा जाए जे आम जाइचु गोटे मनोभाव नहीं भल मनोभाव तार किंतु देखियो आसुची नेगेटिव बेले बेले विमनस्क हो जाते हुए जे भक्त जो जिनस जो आप संख्या वृद्धि भक्त मान संख्या वृद्धि दिव्य सेवा विस्तार आई भौतिकवादी दृष्टि माने दृष्टि भौतिक व्यापार एमती भाव में प्रतीत करुच्ची वास्तव क्षेत्र में आम मो लक्ष्य मुझे मोर निज कथा कहूँ आमर दुर्बलता कौन थी जो देखिले प्रतिबंधक बहु बहु बार आसूची जे
କେମିତି ଆମେ ଭାବୁଛୁ ପ୍ରପାଦଙ୍କର ମିଶନ କେମିତି ଆଗକୁ ଆଗକୁ ଯିବ, ଏମିତି ଗୋଟେ ଗୋଟେ ସିଚୁଏସନ ହେଇଯାଉଛି ଯୋଉଟା କି ଅସହନୀୟ, ପୁଣି ସେଠୁ ପ୍ରତ୍ୟାବର୍ତ୍ତନ କରିବାକୁ ମାନେ ଇଏ ହଉଛି। ବହୁତ ଚେଷ୍ଟା କରାହେଇଛି, କିନ୍ତୁ ସେମିତି ଏଇ ନାମହଟ ଗୁଡିକ ମୁଁ ଲକ୍ଷ୍ୟ କରେ ପ୍ରଭୁଜୀ, ଏଇ ସବୁ ଅସୁବିଧା ସବୁ ସୃଷ୍ଟି ହଉଛି। ଏଟା ଆମର ଏଇ ବାଲେଶ୍ୱର ଏଇଠି ଭୋଗରାଇ କଥାଟା ଏଇଠି କହୁଛୁ, କିନ୍ତୁ ଗୋଟେ ଜାଗାରେ ନିଜକୁ ଏତେ ଖରାପ ଲାଗୁଛି ଆମକୁ, ଆମର ତ ନାହିଁ ସେମିତି କଣ କଲେ ଏଇଟା ଆମର ଏଇ ଜିନିଷଟି ହବ, ଭକ୍ତ କେମିତି ଆମ ଦ୍ଵାରା କେମିତି କଣ ହେଇପାରିବ, ଏଇଟା ଟିକେ ପଚାରୁଛି ପ୍ରଭୁଜୀ, କ୍ଷମା କରିବେ। ହରେ କୃଷ୍ଣ। ପ୍ରଭୁ ମୁଁ ଆପଣଙ୍କର ପ୍ରଶ୍ନଟା ଆକ୍ଚୁଆଲି ବୁଝିପାରିଲିନି ଯେ ଆପଣ ଯୋଉ ଅ, କଷ୍ଟଟା ଅନୁଭବ କରୁଛନ୍ତି ସେଟା କୋଉ ପ୍ରକାର କଷ୍ଟ, ମାନେ ଜଡ ଜଗତର ଯୋଉ ପ୍ରଚାର କରିବା ପାଇଁ ଯାଉଛନ୍ତି ଆଜ୍ଞା ସେଠିକାର ଆଜ୍ଞା ଲୋକ ଆପଣଙ୍କୁ ଅସୁବିଧାରେ ପକଉଛନ୍ତି ନା ଆପଣଙ୍କର ଆଉ କିଛି କଷ୍ଟ? ନାଇଁ ଅସୁବିଧା ଏଇ ଯେ ବାସ୍ତବ କ୍ଷେତ୍ର ଆପଣ ଗଲେ ବହୁତ ଚେଷ୍ଟା କଲେ, ମନରେ ବହୁତ ମାନସିକ ଦୁଃଖ ଲାଗୁଛି, କଷ୍ଟ ଲାଗୁଛି ନିଜକୁ ନିଜେ, ଯେ ଏମିତି ଗ୍ରନ୍ଥ ଦିଆହେଲା ଇଏ କଲେ ବା ପ୍ରଚାର ପାଇଁକି ଗଲେ, ଏଇ ଯେ କଥାଟା ଆପଣ କହୁଛନ୍ତି ସଂଖ୍ୟା ବୃଦ୍ଧି, ଏ ଆଜି ଦେଖିଲେ ହଁ, 2 ଧନ୍ୟବାଦ, ବର୍ଷ। ବୁଝିଗଲି ଏବେ, ଠିକ ଅଛି। ତ ଏଠି ବିଷୟ କଥା ହଉଛି ଯେ ସମସ୍ତେ ଆପଣ ଶୁଣିଥିବେ ବା ବେଳେ ବେଳେ ଆମର ଗୁରୁଦେବ ମଧ୍ୟ ଏଇ କଥା ଏକ୍ସାମ୍ପଲ, ସମସ୍ତେ ହୀରା ମୋତି କିଣିକି ପିନ୍ଧି ପାରିବେ। ହୀରା ମୋତି କିଣିବା ପାଇଁ ହେଲେ ଦୁଇଟା ଜିନିଷ ଦରକାର, ଗୋଟେ ହଉଛି ପ୍ରଥମେ ଅର୍ଥ, ଏବଂ ତାପରେ ଅର୍ଥ ଥିଲେ ବି ମନୋଭାବ। ବହୁତ ଧନୀ ବ୍ୟକ୍ତି ଅଛନ୍ତି, ଧନାଢ୍ୟ ବ୍ୟକ୍ତି ଅଛନ୍ତି, କିନ୍ତୁ ତାଙ୍କର ଇଚ୍ଛା ହଉନି ହୀରା ମୋତି ପିନ୍ଧିବା ପାଇଁ। ତ ଦୁଇଟା ଜିନିଷ ଦରକାର। ସେମିତି ଆପଣଙ୍କର ଇଚ୍ଛା ଅଛି ପ୍ରଚାର କରିବା ପାଇଁ, ପ୍ରଚାର କରୁଛନ୍ତି, ଆପଣଙ୍କ କର୍ତ୍ତବ୍ୟ ସମ୍ପାଦନ କରିଚାଲିଛନ୍ତି, ଯଦି ସେମାନେ ଗ୍ରହଣ ନ କରୁଛନ୍ତି ତାଙ୍କର ମାନେ କଣ କୁହାଯାଏ ପ୍ରାରବ୍ଧ ଆହୁରି ଅଛି କିଛି ଭୋଗ କରିବା ପାଇଁ, ତେଣୁକରି ଭଗବାନଙ୍କର ସହିତ ସେମାନେ ତାଙ୍କର ନିଜ ସମ୍ବନ୍ଧ ସ୍ଥାପନ କରୁନାହାନ୍ତି। ସେଥିରେ ଆପଣ ଦୁଃଖିତ ହବା ସ୍ୱାଭାବିକ, ଯେ ଜଣେ ବଦ୍ଧ ଜୀବ ଭଗବାନଙ୍କର ଭକ୍ତିକୁ ସ୍ୱୀକାର କରୁନି, ଏଥିପାଇଁ ଦୁଃଖିତ ହବା ସ୍ୱାଭାବିକ। କିନ୍ତୁ ଏଥିପାଇଁ ଦୁଃଖିତ ହେବେନି ଯେ ମୁଁ ପ୍ରଚାର କରିପାରୁନି ବା ଭକ୍ତ ବଢୁନାହାନ୍ତି, ନା ସେଟା ଭଗବାନଙ୍କର ଇଚ୍ଛା ହବ, ଆମେ ଆମର କର୍ତ୍ତବ୍ୟ ସମ୍ପାଦନ କରିଚାଲିଛେ। ଭଗବାନ ତ ସେ ଦିନେ ଦିନେ, ସେ ଆଜି ନଉଛନ୍ତି ଦିନେ ଦିନେ ଭକ୍ତ ହେବେ, ଭକ୍ତ ହେବେନି ବୋଲି ମାନେ ନାହିଁ। ପ୍ରଭୁ ଉପାଦଙ୍କର ଗ୍ରନ୍ଥ କାଲି ଗୋଟେ ଗୋଟେ ଘଟଣା ଏମିତି କୁହନ୍ତୁ, ଭାଗବତ ସେଟ ଭୁବନେଶ୍ୱରରୁ ଅଣା କରିଲେ ବସରେ, ନାଇଟ୍ ବସରେ ଆଣା କରିଲେ, ଭୁବନେଶ୍ୱରରୁ ଆସିଲେ, ଗ୍ରନ୍ଥ ଆସିଲେ, ଗ୍ରନ୍ଥ ନେଇ ଆସିଲା ପରେ 2ଟି ଗୃହସ୍ଥ ଘର କହିଥିଲେ ମୁଁ ଏଠି ଏମିତି ମନ୍ଦିରରୁ ଇଏ ହେଇକି ଆରତି ପରେ ଧର ଆମର ସନ୍ଧ୍ୟା ଆରତି ପରେ ଗଲି, ବହି ଗ୍ରନ୍ଥ ସେ ବସ୍ ବାଲା ଆଣିକି ଦେଇଛି, ମୁଁ ନେଇକି ସେ କଷ୍ଟରେ, ତାପରେ ପଇସା ତ ନାହିଁ ପ୍ରଭୁଜୀ, ନେଗେଟିଭ କଥା କହିଛନ୍ତି ଗ୍ରନ୍ଥ ଦେବି, ତାପରେ ଏତେ ମନ ଖରାପ ହେଇଗଲା କାଲି, ମୁଁ କହିଲି ଏମିତି ପ୍ରଚାର କେମିତି ମାନେ ଆସିକି କଣ କରିବା, ରାତି 9ଟା 9:30 ପରେ, ମାନେ ବହୁତ ଦୁଃଖ ହେଲା ନା ତାଙ୍କୁ। ନା, ଏଥିରେ ଏଥିରେ ମନ ଖରାପ ହେବାର ଚାନ୍ସ କଥା ନାହିଁ। ଏଇଟା ଫେଲୁଅର ଇଜ ଦ ପିଲର ଅଫ ସକ୍ସେସ। ଆପଣଙ୍କର ଏଥିରେ ଆହୁରି ଉତ୍ସାହ ମିଳିବ, କଣ ପାଇଁ ନା ଯେହେତୁ ସେ କହିଥିଲେ ତାଙ୍କ ପାଇଁ ଭାଗବତ ଆସିଗଲା, ସେ ନେଲେନି, ସେ କିନ୍ତୁ ନେବେ, ଆଜି ନେଲେ କିଛି ଦିନ ପରେ ନେବେ। ତ ଯେହେତୁ ଆପଣଙ୍କ ପାଖରେ ଅଲରେଡି 2 ସେଟ ଅଛନ୍ତି, ତ ସେ 2 ସେଟୁ ବର୍ତ୍ତମାନ ଆଉ କାହାକୁ ଭକ୍ତକୁ ଦିଅନ୍ତୁ। ଆଜି ଆପଣ କ୍ଲାସ ପରେ ପ୍ରସାଦ ପାଇକି ବାହାରନ୍ତୁ, ଆଉ କାହାକୁ ପ୍ରିଚିଂ କରି 2 ସେଟ ଦେବେ, ତାପରେ ପୁଣି ସେମାନଙ୍କୁ ଦେବେ, ଏଟା ଅଧିକା ପ୍ରଚାର, ଏଟା ଫେଲର, ମାନେ କିଛି ହବାର, କିଛି ଦୁଃଖ ହବାର କିଛି ଚାନ୍ସ ନାହିଁ। ଏଇଗୁଡାକୁ ଦୁଃଖ କୁହାଯାଏନି। ବୁଝିପାରିଲେ, ଏଇଟା ଭଗବାନ ଚାହୁଁଛନ୍ତି ଅଧିକା କିଛି ସେବା ଆପଣଙ୍କଠୁ। ପ୍ରଭୁଜୀ ଏଇ ବିମନସ୍କ ହେଇଯାଉଛୁ ଆଉ କଣ, ଏଇ ହଉଛି କଥା, ଏଇ ବିମନସ୍କ ଇଏ ହଉନି। ଧୈର୍ଯ୍ୟ ଦରକାର ପ୍ରଚାର ପାଇଁ, ଶୁଣନ୍ତୁ, ଧୈର୍ଯ୍ୟ ଭକ୍ତିର ସ୍ୱାମୀର ଶୁଣନ୍ତୁ କ୍ଲାସରେ, ଭକ୍ତିର ସ୍ୱାମୀ ଶୁଣନ୍ତୁ, ତମର ସମୟ ନାହିଁ, ନହେଲେ ଆଲୋଚନା କରାନ୍ତା, କାରଣ ମତେ ଆଜି ବଧା ସାରିବା ପାଇଁ ପଡିବ। ଭକ୍ତିର ସ୍ୱାମୀ ଶୁଣନ୍ତୁ କ୍ଲାସରେ ମୁଁ ଗୋଟେ ଏକ୍ସାମ୍ପଲ ଦେଇଥିଲି, ସ୍ୱର୍ଣ୍ଣ ଲିପ୍ସୁ, ଏଟା ମୁଁ ଦେଇନଥିଲି, ରୂପ ଗୋସ୍ୱାମୀ ଦେଇଥିଲେ, ଉଜ୍ଜଳ ଟୀକାରୁ ମୁଁ ଏଟା ନେଇଥିଲି। ସ୍ୱର୍ଣ୍ଣ ଲିପ୍ସୁ ଆପଣ ମାନେ ବେଳେ ବେଳେ ଦେଖିଥିବେ, ଗୋଟେ ଗୋଟେ ନଦୀରେ ବାଲିରେ ସୁନା ମାଟି, ମାନେ ସୁନା ପଥର ଭାସେ, ମାନେ ଭାସେନି, ମାନେ ବୁଡି ବୁଡି ଆସେ। ପିଲାମାନେ, ସେ ଲୋକମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବୁଡି ବୁଡି, ମାନେ ମାଟି ପାଣି ଭିତରେ ସେଇ ପଥରକୁ ଖୋଜୁଥିବେ। କେତେବେଳେ ସବୁବେଳେ ମିଳିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ, ତଥାପି ସେ ଖୋଜି ଚାଲିଥିବେ। ଗୋଟେ ଗୋଟେ ଦିନ ମିଳେନି, ତାପର ଦିନ ପୁଣି ଆସିବେ। ଏବଂ ଆଉ ଗୋଟେ ଏକ୍ସାମ୍ପଲ ଦଉଛି ଏଇଟା ବୁଝିବା ପାଇଁ, ସ୍ୱର୍ଣ୍ଣ ଲିପ୍ସୁ ଯଦି ନ ବୁଝିପାରିବେ, ଆପଣ ହରିଦ୍ୱାର ଯାଇଥିବେ ବା ମାୟାପୁର ଯାଇଥିବେ, ଏଇ ଯୋଉ ମାୟାପୁର ନୁହଁ, କଲିକତାରେ ବେଶୀ, ଯୋଉ ଗଙ୍ଗା ନଦୀରେ ଲୋକମାନେ ପାଣିରେ କଏନ ପକାନ୍ତି, ଟଙ୍କେ 2 ଟଙ୍କା 5 ଟଙ୍କା କଏନ ପକାନ୍ତି। ସେମାନେ ପଥରରେ ନା ଚୁମ୍ବକ ବାନ୍ଧିକି ପାଣିରେ, ଯୋଉ ରସିରେ ପାଣିରେ ପକାନ୍ତି। କେତେଥର ପକାନ୍ତି, କେତେଥର ପଇସା ଆସେ, କେତେଥର ପଇସା ଆସେ ନା। ଏଇ ଯୋଉ
पैसा संग्रह କରିବା जो पिपासा बा स्वर्ण सुना पत्थर पाइबार जो पिपासा से पिपासा आपन मन रहा दरकार जे आज जदि भागवत सेट प्रचार न ହେଇଛି काली हब मत पुनर्बार घर जाए पड़े आज न ହେଇଛି काली हब 2 दिन है हुए तो काली एकाधर भगवान 3टा 5टा कर किंतु मन भांगी जाଉଛି ମାନେ ଆପଣଙ୍କର କନଷ୍ଟେଣ୍ଟ ମାନେ जो कौन इंग्लिश रे कहନ୍ତି निष्ठा लक्ष्य स्थिर नहीं जो माने कमल श्रद्धा माने जेमिति कि यस यस बहुत बहुत भल भल ए जो थैंक यू पूर्ण सेवाटा सेवा नहीं माने मु मंदिर रे सेवा झाड़ू मारली मते इंचार्ज को ए प्रसन्न हरि कि सेवा कल तुम्हें पूरा चकचक कर देछ आ जदि प्रभु मते किसी न कहले एते सेवा कली प्रभु के कहलेनी प्रसन्न के सेवा कल काली मु जीवार नहीं झाड़ू मारे अध 15 मिनट लेट हरे कृष्ण प्रभु सबुबले चिंता करिया दरकार जे मंगलमय हरि सबुबले जा करछन मोर मंगल पाई सबुबले से मंगलमय माने केते बेला मंगल ना जे कोनसी भगवान बेले बेले परीक्षा करंती से सेटा मंगलमय भक्तर निष्ठा हाँ भक्तर निष्ठा दृढ़ अच्छी ना नहीं ठीक अच्छे धन्यवाद नेक्स्ट 35 नंबर ऋषि माध्यम न विध्नाति पापी यांग रजो गुण जन्मनमयी निर्बद्धं प्रजहा संगृतो पीते हरे कृष्ण सॉरी गोटे कॉल आसला हरे कृष्ण ऋषि माध्यम न विध्नाति पापी यांग रज गुण जन्मनमयी निर्बद्धं प्रजा संसृजतो पीते तुम्हें आद्य ऋषि एवं प्रजा सृष्टि करने को इच्छुक होते सुधा जेहेतु तुम मन मोठारे निविष्ट होई तेणु पाप प्रसवकारी रजगुण तुमको बंधन कर नहीं जदि आम कृष्ण को सेवार निजुक्त थिबा ताले सत्य रज तम 3टा गुण ए रजगुण और तम गुण आम पर प्रभाव पकड़ पारे नहीं जदि सेवार निजुक्त हवा ताले स्वाभाविक चैतन्य चेता कहते कृष्ण अच्छा माने माया ना माया अच्छी माने कृष्ण आम कृष्ण सेवार विच्युत माने मायार ग्रस्त पड़े 36 नंबर ज्ञात अहं भवता तो अद्य दुर्विज्ञयोपि देहिनां जन्मांतं मनस्य अयुक्तं भूतेन्द्रिय गुणात्मभि मु देहधारी पुरुष मानक मक्षरे दुर्ज्ञ हेले सुद्धा आज तुम्हें मते जानी पारल जेहेतु मोर मते मोर सविशेष रूप को भूत इंद्रिय सत्व आदि गुण और अहंकार द्वारा असंयुक्त बोली मन कर जे पंच भौतिक शरीर मोर नुह भगवान कहते मोर शरीर पंचभूत शरीर न भगवान का शरीर सचित आनंदमय एवं मोर मन बुद्धि अहंकार भी जड़ नुह मान भगवान मन बुद्धि अहंकार आम भाया नुह एवं आम भाया पंचभूत शरीर भगवान शरीर नुह भगवान का शरीर सचित आनंदमय शरीर एवं भगवान मन सब शुद्ध सत्य स्थिति एकदम चिन्मय स्थिति अवस्था कहते तो 35 नंबर श्लोक भगवान कहते जदि भगवान सेवार लगी रजगुण तम गुण मुक्त स्पर्श कर आपण मैंने किसी कहले मोर भी नोटा कर देखी पारे नोट लिखाई गोटे प्रश्न अच्छी भगवान सेवार थाई था किपर मायार पड़ुं भक्त मैंने आपण मैंने देखते केते बड़ बड़ सन्यासी मत फल नहीं तो किस तो भगवान सेवार थे किपर फल डाउन है कारण कौन
କିଏ କହିପାରିବେ? କାରଣ ହେଉଛି ସେ ଯୋଉ ସେବା କରୁଥିଲେ ସେ ସେବା ପଛରେ ତାଙ୍କର ସ୍ୱ ଇନ୍ଦ୍ରିୟ ତୃପ୍ତି ସୂକ୍ଷ୍ମ ରୂପରେ ଲୁଚିକି ଥିଲା। ଯେ କିଛି ନେମ୍ ଫେମ୍ ବା ଯେକୌଣସି କାରଣ ଯୋଉଟାକୁ କୃଷ୍ଣ ଗ୍ରହଣ କରୁନଥିଲେ। ଯଦି କୃଷ୍ଣ ସେ ସେବା ଗ୍ରହଣ କରିଥାନ୍ତେ ତାହେଲେ ସିଏ କେବେ ମାୟାରେ ପଡିବ। ଯେମିତିକି ବେଳେ ବେଳେ ଦେଖୁଥିବେ, ମୁଁ ଦେଖିଛି, ମୁଁ ତ ପ୍ରାୟ ଟାଇମ୍ ମାୟାପୁର ଯାଏ, ଆଉ ବିଶେଷ କରି ସନ୍ଧ୍ୟା ଟାଇମ୍ ମୁଁ ମାୟାପୁର ମନ୍ଦିରରେ ପ୍ରାୟ ରୁହେନି, ଆଉ ଯଦି ରହେ ପୁରା ପଛରେ ରହେ, କାହିଁକିନା ସନ୍ଧ୍ୟା ରାତିରେ ବହୁତ ଭକ୍ତ ସୁନ୍ଦର, ମୁଁ ତ କେବେ ନାଚିପାରେନି, କୌଣସି ଭଲ ଗୁଣ ମୋ ପାଖେ ନାହିଁ ସେବାର ଭଗବାନ, ତ ବହୁତ ସୁନ୍ଦର ନାଚୁଥିବେ, କିନ୍ତୁ ନାଚୁ ନାଚୁ ସେଇଠି କୋଉ ଝିଅଙ୍କ ସହିତ ବାହାଘର କିଛି ଦିନ ପରେ ବାହା ହେଇଗଲେ। ତ ମନ୍ଦିରରେ ଭଗବାନଙ୍କ ପ୍ରୀତି ପାଇଁ କଣ ସେ ନାଚଟା ଥିଲା? ଯଦି ଭଗବାନଙ୍କ ସୁଖ ପାଇଁ ସେ ନାଚିଥାନ୍ତେ, ଭଗବାନ ଗ୍ରହଣ କରିଥାନ୍ତେ, ତାହେଲେ ଭଗବାନ ସେଠି ତାଙ୍କୁ ମାୟାରେ ପକେଇ ନଥିଲେ। କିଏ ସୁନ୍ଦର ଗାଉ ଗାଉ ପତିତା। କଣ ତେଣୁକରି ବୁଝିହେଲାନି ଭଗବାନଙ୍କ କଣ କହିଲେ ଏତ ବୁଝିହେଲାନି କଣ? ଭଗବାନଙ୍କ ସେବାରେ ଯଦି ଆମର ମାନସିକ ମାନେ ଚେତନା ବା ମନୋଭାବ ଯଦି ଭଗବାନଙ୍କ ପ୍ରୀତି ପାଇଁ ବା ଭଗବାନଙ୍କ ସୁଖ ପାଇଁ ନଥିବ, ଯୋଉ ସେବା କରୁଥିବା, ତ ସେ ସେବା ଭଗବାନ ଗ୍ରହଣ କରିବେ। ଯେମିତି ଆମର ଓଡିଆରେ କୁହନ୍ତି, କଞ୍ଚା ଓଡିଆରେ ଲୋକ କଥା, ହାତ ପତେଇଛି ବୁଢୀ ଆଣିକି ମନ ଦେଇଛି ଏମିତି ଏମିତି ଏମିତି, ଏଇଟା ଗୋଟେ ଲୋକ କଥା ଅଛି ଓଡିଆ। ତ ଏକଦମ କୃଷ୍ଣ ଚେତନାପୂର୍ଣ୍ଣ ମନୋଭାବରେ କୃଷ୍ଣଙ୍କର ପ୍ରୀତି ପାଇଁ ସେବା କରିବା, ନିଜର କୌଣସି ମାନେ ଇନ୍ଦ୍ରିୟ ତୃପ୍ତି ମନୋଭାବ ନ ରଖି। ବା ଆମେ ପ୍ରଚାର କରୁଛୁ, ମୁଁ ବି ଶୁଣିଥିଲି ଜଣେ ଭକ୍ତଙ୍କଠୁ, ଜଣେ ଭକ୍ତ ବହୁତ ଦିନ ତଳେ ଆମର ଭୁବନେଶ୍ୱର ଭକ୍ତ, ମୁଁ ତାର ନାଁ ନେବିନି, ସେତେବେଳେ ସେ ନାମର ପ୍ରଚାର କରୁଥିଲେ। ନାମଟ ତ ସେତେବେଳେ ନାମଟ ବସ୍ ପ୍ରତ୍ୟେକ ଗାଁ ଗାଁରେ ଭାଗବତ କଥା କରନ୍ତି, କୀର୍ତ୍ତନ କରନ୍ତି, ଯେମିତି ପ୍ରଚାର କରନ୍ତି। ତ ସେ ଗୋଟେ ଦିନ ଗୋଟେ ଗାଁକୁ ଯାଇଥିଲେ, ସେଠି କିଛି ଗୋଟେ ଗାଁରେ କିଛି ଗୋଟେ ଫଙ୍କସନ ଥିଲା, ଗଣେଶ ପୂଜା, ସରସ୍ଵତୀ ପୂଜା, ଏଇ ସବୁ ଟାଇମରେ ଗାଁରେ ଲୋକମାନେ ବିଶେଷ କରି ସିଆଡେ ଥାନ୍ତି ବେଶୀ, ତ ଏଇ ଯୋଉ ଭାଗବତ କଥା ଆୟୋଜନକୁ ବେଶୀ ଭକ୍ତ ଆସିନଥିଲେ, ତ ସେ ଗାଡିରୁ ଓହ୍ଲେଇଲେନି ପ୍ରବଚନ କରିବା ପାଇଁ, କହିଲେ ଏତିକି ଭକ୍ତରେ ମୁଁ ପ୍ରବଚନ କରିବି? ତ ସେ ଭାବୁଛନ୍ତି ଯେ ମୁଁ ପ୍ରବଚନ କରି ପ୍ରଚାର କରୁଛି ବା ମୁଁ ପ୍ରବଚନ କରୁଛି ଲୋକଙ୍କୁ ଶୁଣିବା ପାଇଁ। ସେ ଯଦି ଭାବିଥାନ୍ତେ ସେଠି ପ୍ରଭୁପାଦଙ୍କର ସେବା, ଗୌର ଗୁରୁମାଙ୍କର ଏଇଟା ସେବା, ବା ମୋ ଗୁରୁଦେବଙ୍କର ଏଇଟା ସେବା, କୃଷ୍ଣଙ୍କର ପ୍ରୀତି, ନାମହଟ୍ଟ ପ୍ରଚାର କରି ଆରମ୍ଭ କରିଛନ୍ତି ଗୌର ନିତାଇ ନିତ୍ୟାନନ୍ଦ ପ୍ରଭୁ, ଗୌର ନିତାଇଙ୍କ ସୁଖ ପାଇଁ ମତେ ସେବା କରିବା ପାଇଁ ପଡିଥାଏ, ସେ କେବେ କହିନଥାନ୍ତେ ଯେ ଏତିକି ଭକ୍ତରେ ମୁଁ ଗାଡିରୁ ଓହ୍ଲେଇବିନି ସେବା କରିବାକୁ ଯିବା। ଆସିଲାଣି ତାଙ୍କର ସେବା କଣ କରିବେ ସିଏ? ତେଣୁକରି ଭଗବାନଙ୍କର ମନୋଭାବ ମାନେ ଭଗବାନଙ୍କ ପ୍ରୀତି ମନୋଭାବ ରଖି ସେବା କରିବା ଦରକାର, ତାହେଲେ କୌଣସି ମାୟାର ମାନେ ରଜଗୁଣ ବା ତମଗୁଣ ପ୍ରଭାବ ପଡିବ ନାହିଁ। ଏବଂ 36 ନମ୍ବରରେ ଶୁଣିଲେ ଯେ ଭଗବାନଙ୍କ ସହିତ ପଞ୍ଚଭୌତିକ ନୁହଁ, ଏବଂ ଭଗବାନଙ୍କର ମନୋବୁଦ୍ଧି ଅହଙ୍କାର ମଧ୍ୟ ପଞ୍ଚଭୌତିକ ନୁହଁ। 37 ତୁଭ୍ୟଂ ମଦ ବିକିତ୍ସାୟାମ୍ ଆତ୍ମା ମେ ଦର୍ଶିତ୍ୱ ବହି ହାଲେ ନ ସଲିଲେ ମୂଲଂ ପୁଷ୍କରଶ୍ଚ ବିଚିନ୍ନତଃ। ପଦ୍ମନାଳର ଛିଦ୍ର ପଥ ଦେଇ ଜଳ ମଧ୍ୟରେ ପ୍ରବେଶ ପୂର୍ବକ ତାହାର ମୂଳ ଅନ୍ୱେଷଣ କରିବାକୁ ଲାଗିଲ, କିନ୍ତୁ ତା କରି ଯେତେବେଳେ ମୋ ବିଷୟରେ ଅସ୍ତି ନାସ୍ତି ରୂପ ଅର୍ଥାତ ମୁଁ ଅଛି କି ନାହିଁ ବୋଲି ତୁମର ସନ୍ଦେହ ହେଲା, ସେତେବେଳେ ମୁଁ ମୋର ହୃଦୟ ମଧ୍ୟରେ ମୋର ସ୍ୱରୂପ ପ୍ରଦର୍ଶନ କରାଇଥିଲି। ତେଣୁକରି ଏଠି ଭଗବାନ କହୁଛନ୍ତି ବ୍ରହ୍ମାଙ୍କୁ, ତମେ ପଦ୍ମନାଳ ଦେଇକି ବହୁତ ମାନେ ମତେ ଅନ୍ୱେଷଣ କଲ, କିଛି ପାଇଲନି, ତାପରେ ମୁଁ ମାନେ ମୁଁ ଅଛି କି ନାହିଁ ତମେ କିଛି ବୁଝିପାରିଲନି, ତାପରେ ମୁଁ କୃପା କରିକି ତମ ହୃଦୟରେ ମୋର ସ୍ୱରୂପ ଦର୍ଶନ କରେଇଥିଲି। ତେଣୁକରି ଏଠି ପ୍ରଭୁପାଦ ମହାରାଜ ଭାବାତ ଲେଖୁଛନ୍ତି ମଝାମଝିରେ ସେକେଣ୍ଡ ପାରାଗ୍ରାଫ ନା ସେକେଣ୍ଡ ସେଣ୍ଟେନ୍ସରେ, ଯେ
केवल विनम्र भक्ति सहकारे भगवान प्राप्त हुआ जिते भक्त विनम्र भक्ति जागरण करे से भक्त समक्ष से निजक प्रकाश विनम्र भक्त एवं से इंद्रिय गुड़िक भगवान सेवा उपयोगी हुए ये प्रेमांजन चरित भक्ति विलोचन जो इंद्रिय गुड़िक प्रेम रूप गंजन रंजित हुए 38 नंबर जत कथांग मत स्तोत्रम मत कथा अभ्युदायी अंकितम जदा तपसिते निष्ठा सयस मदनुग्रह हे ब्रह्मा तुम जीव पक्षर मंगल स्वरूप मोर कथा युक्त जो समस्त स्तव करियछ अथवा तपस्या द्वारा तुम जो एकाग्रता दृष्टि और दृढ़ विश्वास मो ठारे जात होइछि से सब मोर अहितव कृपा बोली जानि तो भगवान को कृपा जने भगवान भी जानी पारे ब्रह्मा को भगवान कहते मो कृपार तुम्हें मत जानीपार मो कृपार तुम्हें मत दर्शन कल मो कृपार तुम्हें तपस्या कल मन प्रश्न आसपे भगवान तो ब्रह्मा तपस्या कला दर्शन देले बहुत गोटे दिन तपस्या कला ना तपस्या कर प्रथम तो तपस्या कर भगवान शून्य कहले तप तप शब्द सुनला पर से तपस्या करने आसिले भगवान ये तपस्या करने प्रेरणा भगवान देले भगवान को कृपा सबकि संभव बा सबकि कार्य आम भगवान कृपा करुचे महाभारत लास्ट कहते लास्ट सेंटेंस पारमार्थिक सिद्धि लाभ निमित्त स्वतः प्रणोदित प्रचेषा ही एकमात्र योग्यता भौतिक संपद लाभ कि प्राकृत ज्ञान लाभ ए विषय विचार को निया जाए नहीं निज चेष्टा द्वारा भौतिक सुख मान धन संपत्ति अर्जन कर आध्यात्मिक सेवा नुह भौतिक संपत्ति भगवान कृपा मिलूँ चेष्टा कले भी सब कुछ भगवान कृपा 39 प्रीतोहम अस्तु भद्रंते लोकनां विजय विजयेच्छया जदस्तु गुणमयं निर्गुणं मानव वर्णयन हे ब्रह्मा लोक समूह सृष्टि इच्छा प्रकृत लोकंकर भोग नेत्र गुणमय बोली प्रतीयमान मोर अप्राकृत गुणमय भगवत स्वरूप को अप्राकृत गुण प्रचुर निर्गुण स्वरूप बोली तुम्हें जो वर्णना कर स्तव कर संतुष्ट होइछि तेणु मु आशीर्वाद कर तुम मंगल हो श्री ब्रह्मा जी भली एक शुद्ध भक्त परंपरा आसुवा भक्तगण सर्वदा कामना करती जेपरिक ब्रह्मांड प्रत्येक जीव भगवान को जानीपारे ब्रह्मा मध्य प्रार्थना करते ब्रह्मा परंपरा आसुवा शुद्ध भक्तगण समस्त भक्त प्रार्थना करती जे बद्ध जीवगण भगवान को जानते जानिले जीवर मंगल कल्याण हो 40 नंबर जयतन पुमान नित्यं स्तुत्वा स्तोत्रेण मां भजेत तस्यास्तु संप्रसीदयं सर्व काम वरेश्वर जो व्यक्ति तुम पुत स्तोत्र द्वारा स्तव कर मोर भजन करी सर्व काम सर्व वर प्रदाता रूपे प्रति अति शीघ्र प्रसन्न मैंने भगवान कहते तुम्हें जो स्तुति सब करके मत प्रार्थना कर जो व्यक्ति ये स्तुति सब पाठ कर मत स्तुति द्वारा मत प्रार्थना करेंगे मुझे प्रति बहुत शीघ्र प्रसन्न तो आपण मैंने मत स्तुति सब पाठ कले क्लास आयोजन मध्यम आगुरी मत पढ़ी पढ़ी भगवान निश्चय आपनकर मनोविष्ट बहुत शीघ्र पूर्ण करेंगे प्रश्न आप खुशी हे ये सन्देह ना तो भावार्थ मझे कहते हैं निश्चित कथा जे जो भक्त भगवान प्रेममयी सेवा करने को उद्ग्रीव ताहांकर समस्त कामना भगवान पूर्ण करती किंतु अभक्त गणकर खामखियाली ढंग को पूर्ण करते नहीं एवं भक्त मध्य इंद्रिय तृप्ति प्रार्थना करे पूर्ण करेंगे आमा भजे विषय मागे आमी के देव सो चना मत दिया विषय भूलाइब जपरि आपणकर घरे छोट पिला माने बेले बेले से तो छोट पिला माने आपणकर अनुगत्य अच्छी अनुगत्य अच्छी आपणकर अधीन सी बेले बेले छोटे निआटा को धरथिबो कि फैन टे हाथ धरथिबो हाथ मारथिबो कि गरम पानी टे ठिया आइछि से हाथ मारिया चेष्टा करथिबो आपन हाथ टाको बुली आनुथिबो काढी आनुथिबे
से लगिला माने से कष्ट पाइब ठीक से यदि भगवान भक्त है जदि इंद्रिय तृप्ति कामना करते भी भगवान से देवे केवल भगवान प्रेममय सेवा जोटा अनुकूल से जिन से भगवान देवे 41 पूतेन तपसा यज्ञ दाने जोग समाधिना राधं निश्रेयसं पुंसां मत प्रीति विन्मतम। हे ब्रह्मा जलाशय खननादि कर्म तपस्या ज्ञान दान जोग एवं समाधि द्वारा मानव जो अंतिम फल पाए ता जो सिद्धि लाभ करे ताहा मो प्रति प्रीति रे ही प्राप्त हुए। यह ही तत्व साधु मानकर मत भावार्थर लास्ट प्रभुपाद महाराज कहते कर्म जहाँ होना कहीं जदि से भगवान प्रीति हेले ताहले ता सफल होइछ बुझ जदि ता नहले अଯଥା समय अपचय होइछ बुझ भगवान प्रीति हेले बोले किपर जानिबा हम पूर्व सुनथिले यदि गुरुदेव खुशी हेले भगवान खुशी तो गुरु खुशी माने अथॉरिटी आमे सेवा करछे प्रीचिंग करछे सब करछे किंतु अथॉरिटी खुशी नांती ता माने हम प्रीचिंग रे हम सेवा रे किछि माने किछि दोष अछि 42 लास्ट नंबर अहम आत्मात्मनं धातः श्रेष्ठ संप्रसामपि अचमयी रतिं कुर्यात् एहादिदत्ते प्रिय मो प्रत्येक परमात्मा परम निर्देशक एवं प्रियतम वस्तु लोक माने भ्रमवशत स्थूल और सूक्ष्म शरीर प्रति आसक्त किंतु सेमाने केवल मो प्रति आसक्त होगा उचित एवं मोते प्रीत करवा उचित। प्रभुपाद महाराज यदि कहते कौन व्यक्ति आरंभ दुईटा सेंटेंस पर कौन व्यक्ति भगवान के सह केते दूर और कि प्रकार संपर्क अच्छी व्यक्तिर अनुभूतिर स्तर और मान उपर निर्भर व्यक्तिर अनुभूति अनुभूति किपर आसो सेवा करने द्वारा अनुभूति आस एटा गोटे जिन नुह कि आमको मेडिसिन भाव प्रसाद भाव देदेले आम खाइदे जापर ना एटा सेवा करने द्वारा इंटरनाल अनुभूति आसे द्वारा आम बुझीपर एवं ए श्लोकटा 34 श्लोक प्रथम श्लोक सहित रिलेशन अच्छे सेकेंड पैराग्राफ फर्स्ट पैराग्राफ लास्ट सेंटेंस देखो फर्स्ट पैराग्राफ लास्ट सेंटेंस जे पर्यंत व्यक्ति संपूर्ण भाव भगवान प्रेममय सेवा मनोवृत्ति वृद्धि न करुछि से पर्यंत से केबेले वास्तव पक्षे कहारी को भल पाई पारि माने कहया गले जे भगवान को भल न पाउछि भगवान प्रेममय सेवा माने भगवान को प्रीति पाई भगवान को भल पाइले जने सेवा करिबो ना जे भगवान को भल न पाइछि से कहारी को भल पाई पारि जे कहूँ मुझे अन्य को मो पिता को मो माता को मो भाई बंधु आत्मीय सब भल पाऊँ सब छल क्या से भगवान को भल पाए माने कहार के भल पाई भगवान ही जड़े व्यक्ति जी होते उपयुक्त भल पाइबार वस्तु बा जहाँ को समस्त भल पाई पारे भगवान को भल पाऊना माने से कहार के भल पाइबे 42 नंबर सर्ववेद मयनेदम आत्मन आत्म आत्मेन आत्म जोनिना प्रदासृज यथा पूर्वं जाश्च मयि अनुसेरते मु तुमर कारण तुम प्रत्यक्ष भावे मो ठारू जो दिव्य वेद ज्ञान और शरीर पाइछ ताहार बल मोर उपदेश अनुଯାयी पूर्व पूर्व कल्प भरी प्रदा सृष्टि कर भगवान कहते मुई सर्वकिछि कारण सर्व कारण कारण तुम मेठू जो वेद ज्ञान पाइछ एवं जो शरीर पाइछ एवं पूर्वर ब्रह्मा भूली जाए या पूर्वर भगवान आउ को ब्रह्मांड उपमा कर पूर्वर मोर उपदेश अनुसार पूर्व भली तुम्हें पूर्व कल्प भली प्रजा सृष्टि कर आगु आगु बढ़ी चल किसी असुविधा नहीं एवं लास्ट श्लोक मैत्री मुनि कनक्लूजन कहते अध्याय तस्मा एवं जगत सृष्टे प्रधान पुरुषेश्वर व्यजदंशन रूपेण
कंचनाभस्तिरोदधे मैत्रेय मुनि कहले पुराण पुरुष भगवान जगत स्रष्टा ब्रह्मा को एपरि भाव में सृष्टि विषय के ज्ञान उपदेश देले देई स्व नारायण स्वरूप अंतरित है। तो एपरि भाव में जगत सृष्टि करने ब्रह्मा को भगवान दर्शन देले और चतुर्श्लोकी भागवत व्याख्या संक्षिप्त उपदेश देले। महाभारत उपदेश करें जो सृष्टि ब्रह्माकर कार्य को अपेक्षा करथिला सेतले ब्रह्मा भगवान को देखिले और सेतिपय भगवान सृष्टि पूर्व स्वरूप विद्यमान थे। नित्य शाश्वत रूप ब्रह्मा प्रचेषार सृष्टि होई नाही। बुद्धिहीन व्यक्तिगण एपरी कल्पना करती किंतु यह ठीक नहीं। जो मैंने मूर्ख लोग से ब्रह्मा ही सृष्टि कर कृष्ण राम जमीती हिरण्यकशिपु भाविथिले भगवान तांकर स्वरूप ब्रह्मा सपक्ष आविर्भूत होते समक्ष आविर्भूत होते से रूप से अंतरित हो भगवान निजे इच्छा ब्रह्मा को वेद ज्ञान देवाई सृष्टि कार्य करने प्रेरणा देवाई आविर्भूत होते अंतरित हो भगवान से रूप प्रकृत रूप आम शुणी ये पूर्व गोटे श्लोक भगवान रूप हूँ सच्चिदानंदमय रूप और भगवान मन बुद्धि 36 श्लोक भगवान मन बुद्धि अहंकार चिन्मय भगवान रूप प्राकृत रूप नुहे कौन प्रकार भौतिकता स्पर्श ना भगवान नखटू मस्तक बन सब चिन्मय। यहपरि भाव में सृजन शक्ति निमित्त ब्रह्माकर प्रार्थना शीर्षक श्रीमद भागवतम तृतीय स्कंदर नवम अध्याय श्री भक्ति वेदांत भाष्य संपूर्ण है। आमर ये आलोचना भक्ति नवम अध्याय मध्य कृष्ण प्रीति भक्ष्य प्रीति समर्पण करागला। आगामी क्लास रे 10 11 दुईटा अध्याय पढ़ा गोटे क्लास शेड्यूल अनुसार 10 अध्याय 2टा अध्याय गोटे क्लास पढ़ा जो मुझे कभर करी मुझे चिंता करी पारुनी देखुचे मो नोट बनईबी केमती कौन करी तबे आपण माने